ଆୟୁର୍ବେଦିକରେ କାମ କରୁଛେ ତେଣୁକରି ଆମେ ସମସ୍ତେ ଜାଣିବା ଦରକାର, ହେଲ୍ଥ ଉପରେ ଆମକୁ ନଲେଜ ଥିବା ଦରକାର ଯେ ଆମର ଯୋଉ ରୋଗ ହଉଛି କଣ ପାଇଁ ରୋଗ ହଉଛି ସେ ଉପରେ ଆମକୁ ଡିପଲି ନଲେଜ ରହିବା ଦରକାର ଅଛି। ତାହେଲେ କଣ ହବ ନା ଆମେ ସମସ୍ତେ ପ୍ରତ୍ୟେକ ଡିଜିଜ ଉପରେ କଣ ପ୍ରଡକ୍ଟ ଦେବା କିପରି ଦେବା ସେ ଜିନିଷ ଉପରେ ଆମେ ଜାଣିପାରିବା। ବୁଝିପାରିଲେ କି ନାହିଁ? ତ ତେଣୁକରି ଆମେ କଣ କରିବା ନା ପ୍ରଥମେ ହେଲ୍ଥ ଉପରେ ଜାଣିବା ରୋଗ କଣ ପାଇଁ ହଉଛି। ସିମ୍ପଲି ଆମେ ହେଲ୍ଥ ୱେଲନେସ ପ୍ରୋଗ୍ରାମରେ ଆମେ କଣ ଜାଣୁଛେ ଯେ ଆଜିକା ଡେଟରେ ଆମେ ଯୋଉ ରୋଗ ହଉଛି ମୁଖ୍ୟ ଜିନିଷ ହଉଛି ଖାଦ୍ୟ ପାନୀୟ ପାଇଁ ଆଉ ଆମର ଲେକ୍ ଅଫ୍ ଆପଣଙ୍କର ଏକ୍ସରସାଇଜ। ଆମର ଏକ୍ସରସାଇଜ ଆମେ କମ କରୁଛେ, ଆମର ବଡିର ଏକ୍ସରସାଇଜ ମୁଭମେଣ୍ଟ ଆପଣଙ୍କ କମ ହଉଛି, ଆମେ ଯାହା ବି ଖାଦ୍ୟ କରୁଛେ ସେଥିରେ ଟକ୍ସିନ ଆସୁଛି, ବିଷ ଆସୁଛି, ଯାହା ଫଳରେ କି ଆମର ଯୋଉ ବଡିକୁ ଦରକାର ଆପଣଙ୍କର ନ୍ୟୁଟ୍ରିସନ ର ଅଭାବ ରହୁଛି ଆଉ ଟକ୍ସିନ ଆସିବା ଫଳରେ ଆମ ବଡିରେ ଯୋଉ ମଇଳା ଜମା ହଉଛି ଯାହା ଫଳରେ କି ଆପଣଙ୍କର ବହୁତ ସାରା କଣ ଡିଜିଜ କ୍ରିଏଟ କରୁଛି। ସେ ମଇଳା ଆପଣଙ୍କ ବଡିରେ ଜମା ହେଇକି ଆପଣଙ୍କ ଟକ୍ସିନ ଜମା ହେଇକି ସେ ଆମର ବଡି ସେଲ ଅର୍ଗାନକୁ ସେ ଡ୍ୟାମେଜ କରୁଛି, ରାଇଟ? ଯୋଉଥିପାଇଁ କି ଆଜିକାଲି ଆମର ଲାଇଫଷ୍ଟାଇଲ ଡିଜିଜ ହଉଛି, ଆମର ଖାଦ୍ୟ ପାନୀୟ ଜନିତ ରୋଗ ହଉଛି। ଇଏ ହଉଛି ନର୍ମାଲି ଆମେ ସମସ୍ତେ ଜାଣିଛେ ଯେ ଇଏ ହଉଛି ନର୍ମାଲି ଆମର ଯୋଉଟା କି ଜାଣିବା ପାଇଁ ଏଟା ସହଜ ଆଉ ସରଳ ଆଉ ସତ କଥା ବି। ତ ଧୀରେ ଧୀରେ ବର୍ତ୍ତମାନ ଆମେ ଆଉ ଟିକେ ଡିପଲି ଯିବା, ଯୋଉଟା କି ଆପଣ ମାନଙ୍କୁ ମୁଁ କହିବି ଯେ ଯେହେତୁ ଆମେ ଆୟୁର୍ବେଦିକରେ କାମ କରୁଛେ, ଆୟୁର୍ବେଦିକର ଯୋଉ ମୁଖ୍ୟ ଜିନିଷ ହଉଛି ଆୟୁର୍ବେଦିକ କଣ, ଆୟୁର୍ବେଦିକ ମାନେ କଣ? ଆୟୁର୍ବେଦିକ ମାନେ କେବଳ ଆପଣ ଭାବନ୍ତୁ ନାହିଁ ଯେ ଚେରମୂଳି, ଏଟା ଯୋଡିବୁଟି ଖାଲି ଆପଣ ଭାବନ୍ତୁ ନାହିଁ। ଆୟୁର୍ବେଦିକ କହିଲେ କଣ? ଆୟୁର୍ବେଦିକ କହିଲେ ଆପଣ ୟାକୁ ମାନେ ବିଚ୍ଛେଦ ଯଦି କରୁଛନ୍ତି, ଇଏ ହଉଛି ଆୟୁ ପ୍ଲସ ବେଦ। ହେଲା, ମାନେ ଆପଣଙ୍କର ଆୟୁ ମାନେ କଣ, ଆମର ଯୋଉ ଜୀବନ ଆମେ ଯେତିକି ଦିନ ବଞ୍ଚିବା ଆମର ଯୋଉ ଜୀବନ ଶୈଳୀ ଅଛି, କେବଳ ଆୟୁର୍ବେଦ ଆମ ପାଇଁ ନାହିଁ, ଏଇ ସମଗ୍ର ବିଶ୍ଵ ଆୟୁର୍ବେଦିକକୁ ନେଇକି ବଞ୍ଚିଛି। କାହିଁକି ନା ଏ ଯେତେ ବି ଆପଣଙ୍କ ପୃଥିବୀରେ ଯାହା ବି ଆପଣ ଜୀବଜନ୍ତୁ ଅଛନ୍ତି ସମସ୍ତଙ୍କ ପାଇଁ ଆୟୁର୍ବେଦିକ ଲାଗୁ ହେଇଛି। ସେମାନେ ଆପଣଙ୍କ ତାଙ୍କ ଜୀବନ ଶୈଳୀ କେମିତି ହବ ତାର ଯୋଉ ବିଜ୍ଞାନଟା, ତାର ଯୋଉ ଜ୍ଞାନଟା, ବେଦ ବେଦ ମାନେ ଜ୍ଞାନ ମାନେ ବିଜ୍ଞାନ, ଆୟୁର୍ବେଦିକ ର ବିଜ୍ଞାନ ସାଇନ୍ସ ଯୋଉଟା କୁହାଯାଇଛି, ଆମେ ବଞ୍ଚିବା କେମିତି, ଆମେ ସୁସ୍ଥ କେମିତି ରହିବା ତାର ଯୋଉ ଜ୍ଞାନଟା, ତାର ଯୋଉ ସାଇନ୍ସଟା, ବିଜ୍ଞାନଟା, ସେଇଟା ହଉଛି ଆୟୁର୍ବେଦ କୁହାଯାଉଛି। ଆମେ କିନ୍ତୁ ରିଏଲି ଆମେ ଆୟୁର୍ବେଦିକ କହିଲେ କଣ ବୁଝୁଛେ, ଚେରମୂଳି ଜଡିବୁଟି କଣ ଗୋଟେ ଖାଇବା? ନାଇଁ, ଆୟୁର୍ବେଦିକ କହିଲେ ଆମେ କେମିତି ଚଳିବା, ଆମେ କେମିତି ସୁସ୍ଥ ରହିବା, ଏ ଠୁ ଜେଡ୍, ମାନେ ଆମେ ଶୋଇବା କେମିତି, ଉଠିବା କେମିତି, କଣ ଖାଇବା ନାହିଁ, ହେଲା, ଆମର ଦିନଚର୍ଯ୍ୟା କେମିତି ରହିବା ଦରକାର, ସବୁ ଜିନିଷ ଏଠି ଆପଣଙ୍କର ଅଛି। ବୁଝିପାରିଲେ କି ନାହିଁ? ତ ଆମେ ଆୟୁର୍ବେଦିକ ବିଷୟରେ ଯେହେତୁ ଆମେ ଅଛୁ, ଆୟୁର୍ବେଦିକରେ ତିନିଟା ମୁଖ୍ୟ ଜିନିଷ ହଉଛି ଜାଣିବା ଦରକାର। ଗୋଟେ ହଉଛି କଫ ପିତ୍ତ ବାତ ବା ବାତ ପିତ୍ତ କଫ। ବାତ ପିତ୍ତ କଫ ହେଉଛି ମୁଖ୍ୟ ଜିନିଷ। ବୁଝିପାରିଲେ କି ନାହିଁ? ବାତ ପିତ୍ତ କଫ, ଏ ତିନିଟା ଜିନିଷ ଆମ ଶରୀରରେ ସମସ୍ତଙ୍କ ଶରୀରରେ ଅଛି। ଆଉ ଯୋଉମାନେ ସୁସ୍ଥ ଅଛନ୍ତି, ବାତ ପିତ୍ତ କଫ ସନ୍ତୁଳିତ ମାତ୍ରାରେ ଅଛି। ବାତ ବି ଯେତିକି ତାର ଲିମିଟ ରହିବା କଥା, ଯୋଉ ଅନୁସାରେ ତାର ରହିବା କଥା, ଯେତିକି ବାଲାନ୍ସ ରହିବା କଥା, ଆପଣ ସୁସ୍ଥ ଅଛନ୍ତି ମାନେ ବାତ ଆପଣଙ୍କର ଠିକ ଅଛି। ଯଦି ଆପଣ ସୁସ୍ଥ ଅଛନ୍ତି, ଡାଇଜେସନ ସିଷ୍ଟମ ସବୁ କିଛି ଠିକ ଅଛି, ତାହେଲେ ପିତ୍ତ ଠିକ ଅଛି, କଫ ଠିକ ଅଛି। ତ ଏଇଠି ଆପଣ ଦେଖନ୍ତୁ, ଯଦି ଆପଣଙ୍କ କଫ ଠିକ ଅଛି ତାହେଲେ ଆପଣଙ୍କର କଣ ଥ୍ରୋଟ, ଲଙ୍ଗସ, ନିଶ୍ୱାସ ପ୍ରଶ୍ୱାସ, ହେଲା, ଏସବୁ ଠିକ ଠାକ ସେ ଆପଣଙ୍କର ଚାଲୁଛି। ପିତ୍ତ ଯଦି ଆପଣଙ୍କର ଠିକ ଠାକ ଅଛି ତାହେଲେ ଲିଭର ଠିକ ଠାକ ହଜମ କରୁଛି, ସ୍ପ୍ଲିନ୍ ଠିକ ଠାକ ଅଛି, ଗଲ ବ୍ଲାଡର ଠିକ ଠାକ ସେ ଆପଣଙ୍କ ଫଙ୍କସନ କରୁଛି, ଷ୍ଟମାକ ଆପଣଙ୍କର, ଯୋଉଟା କି ଆପଣଙ୍କର ଖାଦ୍ୟକୁ ହଜମ କରିବା ସହିତ ଆପଣଙ୍କର ତାକୁ ବଡିକୁ ଆପଣ ଦେବା, ସେ ସବୁ ଜିନିଷ, ପାନକ୍ରିଆଜ, ହେଲା କି ନାଇଁ? ପାନକ୍ରିଆଜ କଣ, ଆମର ଡାଇବେଟିସ ପାଇଁ, ଯୋଉଟା ଆପଣ ଡାଇବେଟିସ ଖରାପ ହେଲେ କଣ, ପାନକ୍ରିଆଜ ଖରାପ ହେଲେ ଡାଇବେଟିସ ହୁଏ। ତ ପାନକ୍ରିଆଜ ଯଦି ଠିକ ଠାକ ଅଛି ତାହେଲେ ଆପଣଙ୍କର ପିତ୍ତ ଦୋଷ ଠିକ ଅଛି। ବାତ ଦୋଷ କଣ ନା, ବାତରେ କଣ ହଉଛି ନା ସ୍ମଲ ଇଣ୍ଟେଷ୍ଟାଇନ ଆଉ ଲାର୍ଜ ଇଣ୍ଟେଷ୍ଟାଇନ, ମାନେ ଆପଣଙ୍କର ମାନେ ଯୋଉଟା କି ନାଭିରୁ ତଳକୁ ଦେଖିବେ ଆପଣ ଗ୍ୟାସ୍ ହେବା କିମ୍ବା ଆପଣଙ୍କ ଡାଇଜେସନ ରେ ମାନେ ଝାଡା ମଳ ଠିକ ସେ ହେବା ନାହିଁ, ପରିସ୍ରା ଠିକ ଠାକ ସେ ହେବା ନାହିଁ, ହେଲା କି? ଏଇ ସବୁ ଜିନିଷ ଯଦି ଆପଣଙ୍କର ଠିକ ଠାକ ହଉଛି, ମାନେ ଜଏଣ୍ଟ ପ୍ରୋବ୍ଲେମ ଠିକ ଠାକ ମାନେ ଯଦି ହଉନାହିଁ,
ये सब जिनस जदि आप बालांस रे अछि ताले बात पित्त कफ आप संतुलित मात्रा रे अछि। जदि यार बालांस रहू नै माने कम होउची कि बेसी होउची ताहले ए सब जहा जहा पार्ट अछि से पार्ट रे आपनकर रोग देखा जीवो, सिम्पटम देखा जीवो, तार प्रॉब्लम देखा देइथाय। तो ऑल फाइटर समस्ते बुझी पाले बात पित्त कफ। मेसेज बॉक्स रे आपन ने चैट रे दियंतु समस्ते बुझी पाले। चैट रे आपनकर चैट ऑप्शन अछि, आपन माने सेतिरे मेसेज देई परिबे, राइट। तो सिंपली आपनको जो फाइटर माने आपनकर वॉइस सुनी पारु नांती ताको ऑडियो सेशन टारे आपनकर जोटा कि ताको ठीक करंतु हैला कि नहीं। तो जणे करी नांती 1 मिनिट आप लाइन रे थांतु मु टिके ताको फोन कर दिए से वॉइस आपनकर पाउ नथिबे हैला, वॉइस ताको आसु नथिबो काहे कि ना हमरो जूम मीटिंग रे कोन हुए गुटे ऑप्शन आसे म्यूट अनम्यूट रे गुटे ऑप्शन आसे ସେଇଠି ଆପଣଙ୍କର ଦୁଇଟା ଅପସନ ଥିବ ଉପର ଅପସନ ଟା ଯଦି ଆପଣ ମାରୁଛନ୍ତି ତାହେଲେ ଯାଇକି ଭଏସ ଆପଣ ଶୁଣି ପାରିବେ ନହେଲେ ଭଏସ ଆପଣଙ୍କ ପାଖକୁ ଯିବ ନାହିଁ ହେଲା ଟିକେ ଲାଇନ ओके थैंक यू ऑल फाइटर्स वॉइस क्लियर अछि यस सर। ओके अच्छा बहुत सारा टीम रे आपनकर मु ग्रुप रे देला परे मध्ये एते संख्या कम कोन पे बहुत अधिक संख्या हवा कथा हो ठीक अछि चलो अच्छा बात पित्त कफ बुझी पाले अच्छा तो वर्तमान आउ गुटे जिंस मु आपन को कहबी कफ कहले कोन ना हमर जो हमर छाती अछि हैला छाती रो ऊपर को जहा जहा हमर बॉडी रे पार्ट अछि ध्यान से सुनंतु छाती रो ऊपर को जहा जहा हमर बॉडी रे पार्ट अछि जहा भी से भितरे सिम्पटम जदी देखा दला आपन किछि भी गड़बड़ी देखा गला ताहले आपनकर कफ दोष अछि जदि आपनकर छाती रो नाभि भितरे हैला हमर जो नाभि अछि नाभि रो आपनकर छाती मध्य रे जहा जहा भी जदि आपन प्रॉब्लम आपनकर क्रिएट होची ताहले आपनकर पित्त दोष अछि राइट आ नाभि रो तळकू जहा भी जदि आपन प्रॉब्लम होची ताहले से बात दोष अछि बोली करी कुहा जाय ठीक अछि कफ कहले आपण माने समस्त बुझी पारुथिबे कफ माने हमर जो कफ हुए सिंगाणी बाहरे ताको आपनकर कफ कुहा जाउछि पित्त कहले कोन ना हमर जो डाइजेशन सिस्टम हजम शक्ति आपनकर एसिड गैस्ट्रिक हबा गैस हबा ठीक ठाक से पेट रे जहा भी किछि प्रॉब्लम होछि डाइजेशन सिस्टम को आपनकर पित्त माने नॉर्मली आपन बुझिबा पे मु कहूछि बात दोष कहले वायु आपन वायु आपनकर बॉडी रे आपनकर जदि ठीक ठाक से गति करू नाही ताले बात वायु को बात कुहा जाउछि बातटा हमें समस्त बुझी पारू नै बातटा होछि वायु हमर बॉडी रो जो वायु निश्वास प्रश्वास नउछि हम बॉडी रे जो वायु चालुछि से सब जिंस आपनकर बात कुहा जाउछि
ठीक अछि। तो एठी आमे देखंतु कफ कौन ना कफ सबु बेले थंडा जिनिस सी हूँ कफ हेले आपको थंडा हम बात दोष हेले आपको थंडा आप बॉडी थंडा रहिबो बट पित्त दोष जदि रहिला सी हूँ तार सिम्पटम होची से गरम तासिब आप बॉडी गरम गरम लागिबो बुझे किंतु आपनकर कफ आ बात होची शीत तार नेचर होची शीत माने आपको शीतुआ शीतुआ थंडा थंडा बॉडी रे रहिबो ठीक अछि। तो नेक्स्ट आमे जिबा आमर जे बात पित्त कफ ये सब बालांस केमती होची ना आमे जानिबा दरकार जे आम शरीर पांचटा एलिमेंट्स बा पंचभूत रे तयारी होची कौन ना पांचटा भूत माने एलिमेंट्स पांचटा पार्ट्स आपण पंचभूत हला पंचभूत रे तयारी होची कौन कौन ना गुटे होची आकाश पृथ्वी जल वायु आउ अग्नि ठीक अछि। आकाश पृथ्वी जल वायु आउ अग्नि ए पांचटा हमर जो एलिमेंट्स अछि याकू नेकी संसार भी चलीची आउ सेहिथिरे आम बॉडी भी सेही पंचभूत रे तयारी हिची बुझी पाले कि नहीं। तो एटा बहुत इंपोर्टेंट कहीं ना ये पंचभूतर मिलन रे ही बात पित्त कफ तयारी हिची केमती कोन तयारी हिची देखंतु एठी आपनकर एथर एंड एयर माने आकाश आउ वायु मिसिकरी बात दोष माने बात तयारी हिते आम शरीर रे हला बात अछि जो हमर जो बॉडी रे पांचटा एलिमेंट्स आकाश आ वायु को मिसिकरी बात हेइते ठीक अछि। नेक्स्ट आमे जिबा हमर जो फायर माने आपनकर अग्नि अग्नि आउ जल वाटर को मिसिकरी आपन पित्त हमर तयारी हेइते पित्त हमर बॉडी रे थाए ताप सहित आउ कोन कफ केमती हमर पानी आउ होची पृथ्वी को माने मिसिकरी आपन कफ होची ठीक अछि। तो ये होची जिंस बुझी पाले तो ओके तो ए बात पित्त कफ पई केते केते प्रकार रोग हुए कफ पई साधारणतः मेन आपनकर 28 प्रकार रोग हेइथाय ठीक अछि। स्क्रीनशॉट रखंतु नहीं भाई नोट डाउन करवा शिखंतु आपण माने कोन ना स्क्रीन शेयर कले गोटे बद आपनकर नेचर अछि आपण माने स्क्रीनशॉट रखुचंती स्क्रीनशॉट रखिले आपनकर ब्रेन रे डेवलपमेंट हेबोनी आपण मने रहिबोनी स्क्रीनशॉट ता होची इजी मेथड आजिका डेट रे देखंतु लोक मान को जदी मोबाइल हजी गला ना सेमने परेशान हो जाती कौन पे कहले ताकर मोबाइल नंबर मने न थाए आगरे लोक मानकर मोबाइल नंबर सेव रो ऑप्शन नथिला डायल करी करी आपनकर लैंडलाइन रे करथले जोथि पे कि सामने बहुत सारा 20 30 50 100 नंबर भी सामने मने रखुतले ब्रेन डेवलपमेंट होतला आजिकल मोबाइल रे मोबाइल सेव करबा परे नंबर सेव करे आपण कोहंतु आपनकर फैमिली रो लोक मानकर नंबर भी आपन मने नथि माने आपण भाबंतु आपनकर ब्रेन को केते कमजोर करके आपण माने रखुचंती आ एस्लीपियस रे आकु बढ़िया पई ब्रेन को यूटिलाइज करंतु दिमाग को जेतकी यूटिलाइज करबे ना एटी होची मेहनत आपन को गोरु छेड़ी बळा मेहनत कले एठी आकु बढ़ी पारबे ना दिमाग को जेतकी लगेबे ना सेतकी आकु बढ़बे आ दिमाग लगेबा पई दिमाग को काम रे लगांतु दिमाग रे काम रे लगेबा पई नोट डाउन करंतु लेखंतु बुझी पाले कि नहीं आ आपण माने होचंती कोन सब वीडियो को ऑन करी करी किए गडीची किए सुईची हला आ नोट डाउन करंते अच्छा भाई वीडियोटा ऑन करिवार असुविधा कोन अछि जदि नोट डाउन करूचंती वीडियो ऑन करंतु लोक माने भी देखंतु सिखंतु जे हां हमर फाइटर माने नोट डाउन करचंती लेखुचंती बुझी पाले कि नहीं मु भी तो वीडियो ऑन करके बसछि मु भी चाहिले वीडियो ऑफ करि पारे हां तो वीडियो को ऑन करके ताकू नोट डाउन करंतु बहुत ए जिंस गुडा को सुनिले मने रहइबने आपण माने कहउचंती कोन ना सर हमर बिजनेस डेवलप प्रोडक्ट आगे सेल आउट होनी केमती सेल आउट होबो
ଆପଣ ହେଲ୍ଥ ଉପରେ ଆପଣ ଯଦି ନଲେଜ ନାହିଁ, ଆପଣ ଆୟୁର୍ବେଦିକ ରେ କାମ କରୁଛନ୍ତି, ଆୟୁର୍ବେଦିକ ରେ ଆପଣ ନଲେଜ ନାହିଁ, ତାହେଲେ ଆପଣ ମାନେ କେମିତି ଆଗକୁ ଯାଇପାରିବେ? ହୁଁ ଏଇ ଜିନିଷ କୁ ଆପଣ ଯଦି ଆପଣଙ୍କ ପାଖରେ ଜ୍ଞାନ ଥିବ ନା, ତାହେଲେ ପ୍ରତ୍ୟେକ ଲୋକ ଆପଣଙ୍କଠୁ ପ୍ରଡକ୍ଟ ନେବା ପାଇଁ ରାଜି ହେବେ। ଯଦି ଆପଣଙ୍କ ପାଖରେ ଜ୍ଞାନ ନାହିଁ, ତାହେଲେ କାହିଁକି ଲୋକ ଆପଣଙ୍କଠୁ ପ୍ରଡକ୍ଟ ନେବେ? କୁହନ୍ତୁ। କିଏ ଆପଣ କୁହନ୍ତୁ, ଆପଣ ଯଦି ଗୋଟେ ଲୋକକୁ ମେଡିକାଲରେ ନେଇକି ଯିବେ, ସେଠି ଦୁଇ ପ୍ରକାର ଡକ୍ଟର ଅଛନ୍ତି। ଗୋଟେ ଏକ୍ସପିରିଏନ୍ସ ବାଲା ଡକ୍ଟର, ନଲେଜ ବହୁତ ଅଛି, ଆଉ ଗୋଟେ ହଉଛି ଏକ୍ସପିରିଏନ୍ସ ନାହିଁ, ସିଏ ତାର ଆପଣଙ୍କର ଖାଲି ସାର୍ଟିଫିକେସନ ପାଇଛନ୍ତି ଆଉ ନୂଆ ନୂଆ କାମ ଆରମ୍ଭ କରିଛନ୍ତି। ଆପଣ କୋଉ ଡକ୍ଟର ପାଖରେ ଟ୍ରିଟମେଣ୍ଟ ହେବା ପାଇଁ ପସନ୍ଦ କରିବେ? କୁହନ୍ତୁ, କୋଉ ଡକ୍ଟର ପାଖରେ ଟ୍ରିଟମେଣ୍ଟ ହେବା ପାଇଁ ପସନ୍ଦ କରିବେ? ନିହାତି ଆପଣ ମାନେ ଯୋଉ ଡକ୍ଟର ଏକ୍ସପିରିଏନ୍ସ, ତାଙ୍କ ପାଖରେ ଯାହା ପାଖରେ ନଲେଜ ଅଛି, ତାହା ପାଖରେ ଆପଣ ଟ୍ରିଟମେଣ୍ଟ ହେବେ। ସେମ୍ ଟୁ ସେମ୍ ଆପଣଙ୍କ ଠାରୁ ଲୋକ କୋଉ ଲୋକମାନେ ପ୍ରଡକ୍ଟ ନେବେ? ଯୋଉ ଲୋକଙ୍କ ମାନେ ଆପଣଙ୍କ ପାଖରେ ଯଦି ଦେଖିଲେ ଯେ ନଲେଜ ଅଛି, ଡକ୍ଟର ପାଖରେ ଲୋକମାନେ କିଛି ବି କ୍ୱେଶ୍ଚନ କରନ୍ତି ନାହିଁ, ନେଇଯାଆନ୍ତି ପ୍ରଡକ୍ଟ। କିନ୍ତୁ ଆପଣ ମାନେ କଣ ନା, ଯଦି କହିବେ ଆପଣଙ୍କଠୁ ଲୋକମାନେ ବାହାନା କରୁଛନ୍ତି। କୋଉଥିପାଇଁ ବାହାନା କରୁଛନ୍ତି? କଣ ପାଇଁ ବାହାନା କରୁଛନ୍ତି? ଆପଣ ମାନେ କହୁଛନ୍ତି ସାର୍, ମେଡିକାଲ ଗଲେ ନା ଲୋକମାନେ 50,000 ଲକ୍ଷେ କଣ 5 ଲକ୍ଷ ଟଙ୍କା ବି ପକେଟରୁ କାଢିକି ଦେବା ପାଇଁ ସେମାନେ ରେଡି ହେଇଯାଉଛନ୍ତି। କିନ୍ତୁ ଆଜ୍ଞା ଆମେ କୋଉଠି ତୁଳସୀ ଗୋଟେ ଡେଣ୍ଟଡ ଗୋଟେ ନେଇକି ଗଲେ 200-300 ଟଙ୍କାର ଆମକୁ ଦଉନାହାନ୍ତି। କାହିଁକି? କାରଣ ହଉଛନ୍ତି ସେମାନେ ଆପଣଙ୍କୁ ଜାଣିଛନ୍ତି ଯେ ଆପଣଙ୍କ ଉପରେ କୌଣସି ହେଲ୍ଥର କୌଣସି ସାର୍ଟିଫିକେସନ ନାହିଁ, ଆପଣ ଡାକ୍ତର ନୁହନ୍ତି, ଆପଣ ହେଲ୍ଥ ଉପରେ ନଲେଜ ନାହିଁ, ତ ଆପଣ କୋଉଠୁ ନେବେ କେମିତି? ଆଚ୍ଛା, ଆପଣଙ୍କ ପାଖରେ ନଲେଜ ଅଛି ବୋଲି କେମିତି ଜାଣିବେ? ଯଦି ଏଇ ଜିନିଷ ଆପଣଙ୍କ ପାଖରେ ଟ୍ୟାଲେଣ୍ଟ ଥିବ, ଲୋକମାନଙ୍କୁ ଯେତେବେଳେ ପ୍ରଡକ୍ଟ ଦେବା ପୂର୍ବରୁ ତାଙ୍କୁ ଏଇ ଜିନିଷ ଟିକେ ହାଲକା ଫୁଲକା ପୁରା ବୁଝେଇବେନି, ଖାଲି ଟିକେ ଟିକେ କହିଦେବେ। ବୁଝିପାରିଲେ କି? ତ ସେମାନେ କଣ ନା ତାକୁ ବୁଝେଇବା ଦରକାର ନାହିଁ, ଟ୍ରେନିଂ ଦେବା ଦରକାର ନାହିଁ, କିନ୍ତୁ ତାଙ୍କୁ ଏମିତି ଜିନିଷ ଟିକେ ଅଧେ ଏମିତି କହିଦେବେ ଯେମିତି କି ତାଙ୍କୁ ଲାଗିବ ଯେ ଆପଣଙ୍କ ପାଖରେ ନଲେଜ ଅଛି। ତାଙ୍କୁ ଯଦି ଲାଗିଲା ଯେ ଆପଣଙ୍କ ପାଖରେ ନଲେଜ ଅଛି, ଟ୍ୟାଲେଣ୍ଟ ଅଛି, ସେମାନେ ଆପଣଙ୍କ ଠାରୁ ପ୍ରଡକ୍ଟ କହିବେ, ସାର୍ ମୁଁ କଣ କଣ ଖାଇବି ସାର୍ କୁହନ୍ତୁ। ବୁଝିପାରିଲେ କି ନାହିଁ? ତ ଇଏ ହଉଛି ମେନ୍ ଜିନିଷ। ତ ହଁ, ଆମେ ସ୍ଲାଇଡ କୁ ଯିବା। ତ ଆମର କଫ ପାଇଁ ଆପଣଙ୍କ 28 ପ୍ରକାର ରୋଗ ହୁଏ, ପିତ୍ତ ପାଇଁ 40 ପ୍ରକାର ରୋଗ ହୁଏ, ଆଉ ବାତ ପାଇଁ 80 ପ୍ରକାର ରୋଗ ଅଛି। ତ ଏଇଠୁ ଆପଣ ଜାଣନ୍ତୁ ଯେ ବାତ ହଉଛି ସବୁଠାରୁ ଖତରନାକ, କାହିଁକି ନା ବାତ ପାଇଁ ଅଧିକ ରୋଗ ଅଛି। ତା ସହିତ ଆଉ କଣ, ପିତ୍ତ ବି ଆପଣଙ୍କର ଖତରନାକ ଅଛି, କିନ୍ତୁ କଫ ଆପଣଙ୍କର ସେ କମ ରୋଗ, ମାନେ ସିଏ ଏତେ କ୍ଷତିକାରକ, ସେ ବି ପ୍ରୋବ୍ଲେମ କରିବ, ବଟ୍ ସବୁଠୁ ବଡିରେ ଆପଣଙ୍କର ବାତ ହେଲେ ଆପଣଙ୍କ ରୋଗ ଠିକ କରିବା ପାଇଁ ଆପଣଙ୍କୁ କଷ୍ଟକର ହେଇଥାଏ। ଠିକ ଅଛି, ତ ନେକ୍ସଟ ଆମେ ଯିବା ସ୍ଲାଇଡକୁ। ତ ଆମର ମୁଖ୍ୟ ଜିନିଷ ହଉଛି ବାତ ବା ବାୟୁ, ପିତ୍ତ ଆଉ କଫ। ଯଦି ଆପଣଙ୍କ ରୋଗ, ଧ୍ୟାନ ସେ ଶୁଣନ୍ତୁ, ଏଇଠି ଆପଣଙ୍କର ବାତ, ପିତ୍ତ ଆଉ କଫ ତିନିଟା ଜିନିଷ, ଯଦି ଆପଣ ବାତ କେବଳ ଗୋଟେ ଦୋଷ ପାଇଁ ରୋଗ ଅଛି, ଆପଣ ମାନେ କହୁଛନ୍ତି ନା ସାର୍ ଜଣକ ନା ବହୁତ ଜଲ୍ଦି ରେଜଲ୍ଟ ଆସିଗଲା, 5 ଦିନ 10 ଦିନରେ ରେଜଲ୍ଟ ଆସିଗଲା, ଆଉ ଜଣେ କହୁଛନ୍ତି ଆଜ୍ଞା 6 ମାସ ହେଲାନି ପ୍ରଡକ୍ଟ ଖାଉଛି ରେଜଲ୍ଟ ଆସୁନାହିଁ। କଣ ପାଇଁ? ଜଣଙ୍କର ରେଜଲ୍ଟ ଜଲ୍ଦି ହଉଛି ଆଉ ଜଣଙ୍କର ରେଜଲ୍ଟ ଲେଟ ରେ ହଉଛି। କଣ ପାଇଁ ହଉଛି ଜାଣିବା ପାଇଁ ଚାହୁଁଛନ୍ତି? ହେଁ ଜାଣିବା ପାଇଁ ଚାହୁଁଛନ୍ତି? ହାତ ଏମିତି ହ୍ୟାଣ୍ଡ ରେଜ କରନ୍ତୁ। ଜାଣିବା ପାଇଁ ଚାହୁଁଛନ୍ତି? ଓକେ। ହଁ, ତ ଏଇଟା ବହୁତ ଦିନରୁ ଗୋଟେ ମାଇଣ୍ଡରେ ଆସେ ନା, ଯେ କଣ ପାଇଁ ଜଣଙ୍କ ଜଲ୍ଦି ରେଜଲ୍ଟ ଆସିଲା ଆଉ କୋଉ ପାଇଁ ଜଣଙ୍କ ରେଜଲ୍ଟ ଆସିଲା ଆଉ କୋଉ ପାଇଁ ତାର, ଆଉ କିଛି ଜଣକ ଆପଣ ଦେଖିବେ ପ୍ରଡକ୍ଟ ଖାଉଛି ରେଜଲ୍ଟ ଆସୁନାହିଁ। ହେଁ, କିଛି ଜଣଙ୍କ ଲେଟ୍ ହଉଛି, ଜଣଙ୍କର ଜଲ୍ଦି ହଉଛି। ବୁଝିପାରିଲେ? ତ କଣ ପାଇଁ ହଉଛି ହେଲା, ତ ତା ଉପରେ ଆମେ ଯିବା। ଠିକ ଅଛି, ତ ଜାଣନ୍ତୁ, ଯଦି ରୋଗ ଆପଣଙ୍କର ହେଇଛି କେବଳ ଗୋଟେ ଦୋଷ ପାଇଁ ହେଇଛି, ଯଦି ବାତ ଦୋଷ ପାଇଁ ହେଇଛି ତାହେଲେ ବହୁତ ଜଲ୍ଦି ଠିକ ହେଇଯିବ। ଯଦି ରୋଗ ଗୋଟେ ଦୋଷ ପିତ୍ତ ଦୋଷ ପାଇଁ ହେଇଛି ତାହେଲେ ବହୁତ ଜଲ୍ଦି କାମ କରିବ ଆଉ ରେଜଲ୍ଟ ବି ଆସିବ। ଆଉ କଫ ଦୋଷ ଯଦି ଅଛି ଆଉ କଫର ଗୋଟେ ଦୋଷ ପାଇଁ ରୋଗଟା ହେଇଛି ତାହେଲେ ବହୁତ ଜଲ୍ଦି ହେଇଯିବ, ମାନେ ଠିକ ହେଇଯିବ। ହେଲା କି, ରେଜଲ୍ଟ ଜଲ୍ଦି ପାଇବେ, ସେ ଲୋକ ଭଲ ହେଇପାରିବ। କିନ୍ତୁ ଆପଣଙ୍କର ଯଦି ଆପଣଙ୍କର ତାର
ବାତ ଆଉ ପିତ୍ତ ଦୋଷ ବି ଅଛି। ମାନେ ମାନେ ଆମର ତ ତଳରେ ଆମର ଯୋଉ ନାଭିରୁ ତଳକୁ ଯୋଉ ବାତ ମାନେ ବାୟୁ ଦୋଷ ବି ଅଛି ଆଉ ପିତ୍ତ ଦୋଷ ମାନେ ଆପଣଙ୍କର ହଜମ ଶକ୍ତି ବି ମାନେ ଡାଇଜେସନ ସିଷ୍ଟମରେ ବି ପ୍ରୋବ୍ଲେମ ଅଛି। ତାହେଲେ ତାକୁ ଆଉ ଟିକେ ଟାଇମ ଲାଗିବ। ବୁଝିପାରିଲେ କି ନାହିଁ? ତାକୁ ଆଉ ଟିକେ ଅଧିକ ଟାଇମ ଲାଗିବ। ବୁଝିପାରିଲେ କି? ଆଉ ଯଦି ଆପଣଙ୍କର ପିତ୍ତ ମାନେ ଆମର ଯୋଉ ମଝିଟା ହେଲା କି ନାହିଁ? ପେଟର ମଝିଟା ଡାଇଜେସନ ସିଷ୍ଟମରେ ସେ ପିତ୍ତ ଦୋଷ ଅଛି, ତା ସହିତ କଫ ଅଛି। ତାହେଲେ ବି ତାକୁ ଲେଟ୍ ଲାଗିବ। ଆଉ ଯଦି କଫ ଦୋଷ ଆଉ ବାତ ଦୋଷ ଅଛି, ତାହେଲେ ବି ତାକୁ ଲେଟ୍ ଲାଗିବ। ବୁଝିପାରିଲେ କି ନାହିଁ? ଆଉ ଯଦି 3ଟା ଯାକ ଦୋଷ ଦେଖାଯାଉଛି, ତା ଦେହରେ ବାତ ବି ଦେଖାଯାଉଛି, ପିତ୍ତ ବି ଦେଖାଯାଉଛି ଆଉ କଫ ବି ଦେଖାଯାଉଛି। ତାହେଲେ ତାକୁ ଅଧିକ ଟାଇମ୍ ରେଜଲ୍ଟ ଆସିବାରେ ଟାଇମ୍ ଲାଗିବ। ମାନେ ସିଏ ଗୋଟେ ଗୋଟେ ଦୋଷକୁ ଆଗେ ଠିକ୍ କରିବ। ରେଜଲ୍ଟ କିଛି କିଛି ମାନେ ଯେତେବେଳେ ପ୍ରଡକ୍ଟ ଖାଇବେ ତାଙ୍କର ଦେଖିବେ ଫାଷ୍ଟ ହଉଛି ଯୋଉଟା ହେଲେ ଗୋଟେ ଆପଣଙ୍କର ତାଙ୍କୁ ରେଜଲ୍ଟ ଦେଖେଇଦବ। ମେ ବି ଡାଇଜେସନ ସିଷ୍ଟମ ଠିକ୍ ହେଇଯିବ। ତାପରେ ନହେଲେ କଫ ଦୋଷ ଯଦି ଥିବ ଆଗେ କଣ୍ଟ୍ରୋଲ ହବ କଫ ଦୋଷ। ମ ବୁଝିପାରିଲେ କି? ତ ଗୋଟେ ଗୋଟେ ଦୋଷ ଠିକ୍ ହେଇଗଲା ବେଳକୁ ତାଙ୍କୁ ଟିକେ ପୁରା ଠିକ୍ ହେବା ପାଇଁ ଟାଇମ୍ ଲାଗେ। କିନ୍ତୁ ରେଜଲ୍ଟ ପାଇବେ। ବୁଝିପାରିଲେ କି? ତ 3ଟା ଯାକ ଦୋଷ ଯଦି ଅଛି ତାହେଲେ ରୋଗ ଠିକ୍ ହେବା ପାଇଁ ତାକୁ ଟିକେ ଠିକ୍ ଲାଗେ। ମାନେ ଲେଟ୍ ଲାଗେ। କଣ ପାଇଁ ଲାଗେ ଲେଟ୍? ଫାର୍ଷ୍ଟ ଜିନିଷ ହଉଛି ଆମର ଯୋଉ ଖାଦ୍ୟ ପାନୀୟ ଅଛି ନା, ଆମର ଯେତେ ବି ଜଡିବୁଟି ଅଛି, ଯାହା ବି ଅଛି, ଚେରମୂଳି ଅଛି, ଯାହା ବି ଆମେ ଖାଦ୍ୟ ଖାଉଛେ, କିଛି ଜିନିଷ ଅଛି ବାତ ପାଇଁ ସେଟା ଭଲ, କିନ୍ତୁ ପିତ୍ତ ପାଇଁ ଖରାପ। ବୁଝିପାରିଲେ କି ନାହିଁ? କିଛି ଜିନିଷ ଅଛି ପିତ୍ତ ପାଇଁ ଭଲ, କିନ୍ତୁ କଫ ପାଇଁ ଖରାପ। ତ 3ଟା ଯାକ ଜିନିଷ ଯଦି ଗଡବଡି ଅଛି, ତାହେଲେ ଆମେ ଖାଇବା କଣ? ବୁଝିପାରିଲେ? ଯାହାହେଲେ ବି ତ ଖାଇବା। ତ ସିଏ କଣ କରେ ନା ଯଦି କଫ ପାଇଁ କାମ କରୁଛି, ତାହେଲେ ପିତ୍ତ ପାଇଁ ବି ତ ଏମିତି ଆପଣଙ୍କର ପ୍ରୋବ୍ଲେମ ହେଇଯାଏ। ବୁଝିପାରିଲେ କି ନାହିଁ? ତ ତେଣୁକରି କଣ ନା ବାତ, ପିତ୍ତ, କଫ ଯଦି 3ଟା ଯାକ ଦୋଷ ଅଛି, ତାହେଲେ ଆମକୁ ଜାଣିବା ପାଇଁ ପଡିବ ଯେ ବାତ, ପିତ୍ତ, କଫ ପାଇଁ କଣ ଏମିତି ଖାଇବା ଜିନିଷ ଅଛି ଯୋଉଟା କି 3ଟା ଯାକ ଦୋଷରେ କାମ କରିବ। ସେଇ ଖାଦ୍ୟ ଯଦି ଆମେ ଖାଇବା, ତାହେଲେ ଆମର ବେଟର ଆମର ରେଜଲ୍ଟ ଆସିଥାଏ। ନହେଲେ ରେଜଲ୍ଟ ଆସିବ ନାହିଁ। ବୁଝିପାରିଲେ କି ନାହିଁ? ତ ଇଏ ସବୁ ଜିନିଷ ହଉଛି ମେନ୍ ଜିନିଷ। ତ ଆମେ ଜାଣିବା କଫ ପାଇଁ ଆମର କଣ କଫ ଯୋଉ ଆମର ରହୁଛି, କଫ ଆମ ବଡି ପାଇଁ କଣ ଫାଇଦାମନ୍ଦ କରେ, ଆଉ ତାର ଡିଷ୍ଟର୍ବାନ୍ସ ହେଲେ ତାର କଣ ଆମ ବଡିରେ ପ୍ରୋବ୍ଲେମ ହେଇଥାଏ। ଯଦି ଆମର ଯଦି ଶରୀରରେ ଯୋଉ ଆମ କଫ ଅଛି, କଫ କଣ କରେ ଆମ ମସଲକୁ ଗ୍ରୋଥ, ଆମ ମସଲ ଗ୍ରୋଥରେ ସେ କାମରେ ଲାଗେ। ବୁଝିପାରିଲେ କି? ପ୍ରତ୍ୟେକ ଶରୀରରେ କଫ ଅଛି। ଆମ ଦେହରେ କଫ ବାଲାନ୍ସରେ ଯଦି ଅଛି, ତାହେଲେ ସିଏ ବାଲାନ୍ସରେ ଯଦି ଅଛି, ତାହେଲେ ଏଇ ସବୁ ଫାଇଦା କରେ। ହେଲା କି ନାହିଁ? ଅପ୍ ଡାଉନ୍ ଯଦି ଅଛି, ତାହେଲେ କ୍ଷତି କରିବ। ଯଦି ଆପଣ ବାଲାନ୍ସରେ ଠିକ୍ ଠାକ୍ କଫ ଅଛି, ତାହେଲେ ମସଲ ଗ୍ରୋଥରେ ସେ ସାହାଯ୍ୟ କରିବ। ଆପଣଙ୍କୁ ଷ୍ଟାମିନା ଦେବ। ହେଲା କି ନାହିଁ? ଆପଣଙ୍କ ଷ୍ଟାବିଲିଟି ୱେଟ୍ ଆପଣ ଠିକ୍ ଠାକ୍ ରହିବ। ହେଁ। ହଁ, ଆମର ଯୋଉ ଫ୍ୟାଟ୍ ରହୁଛି, ଫ୍ୟାଟ୍‌କୁ ସିଏ ଆପଣଙ୍କର କଣ୍ଟ୍ରୋଲ, ଯୋଉ ଆମ କୋଲେଷ୍ଟ୍ରଲ୍ ତାକୁ ସିଏ କଣ୍ଟ୍ରୋଲ କରେ। ନ୍ୟୁଟ୍ରିସନ୍ ଯାହା ବି ଆମେ ଖାଦ୍ୟ ଖାଉଛେ, ସିଏ ବଡିକୁ ଠିକ୍ ଭାବରେ ସେ ଯୋଗାଇଥାଏ। ହେଲା? ଆମ ବଡିରେ ଯୋଉ ଫ୍ଲୁଇଡ୍ ଅଛି, ଯୋଉ ଆମର ଜଳୀୟ ଅଂଶ ଅଛି, ତାକୁ ବାଲାନ୍ସ କରିଥାଏ। ତା ସହିତ ଆମର ଇମ୍ୟୁନିଟି ପାୱାରଟାକୁ ଠିକ୍ ଠାକ୍ ରଖିଥାଏ। ବୁଝିପାରିଲେ କି ନାହିଁ? କଫର କାମ ହଉଛି ଏହା। କିନ୍ତୁ କଫ ଯଦି ଡିଷ୍ଟର୍ବାନ୍ସ ହେଇଗଲା, ମାନେ ବଢିଗଲା କି କମିଗଲା, ତାହେଲେ ଆପଣଙ୍କର କଣ ପ୍ରୋବ୍ଲେମ ହୁଏ। ତ କଫ ଦୋଷ କଣ ପାଇଁ ବାହାରେ? ଆଚ୍ଛା, ୟାର ଡିଷ୍ଟର୍ବାନ୍ସ କଣ ପାଇଁ ହୁଏ? କଫ ଦୋଷ କଣ ପାଇଁ ବାହାରେ? ଯୋଉ ଲୋକମାନେ ଆପଣ ଦିନ ବେଳେ ଅଧିକ ଶୁଅନ୍ତି, ହେଲା? ତାଙ୍କର କଫ ଦୋଷ ହୁଏ। ଦିନ ବେଳେ ମାନେ ଯୋଉମାନେ ଲେଟରେ ଶୋଇକି ଉଠୁଛନ୍ତି, ଯୋଉମାନେ ଯୋଉମାନେ ସକାଳୁ ଉଠନ୍ତି ନାହିଁ, 7ଟା, 8ଟା, 9ଟା ପର୍ଯ୍ୟନ୍ତ ଶୋଇକି ରୁହନ୍ତି, ତାଙ୍କର ବଡିରେ କଫ ଦୋଷ କ୍ରିଏଟ ହବ। ଏଇଟା ହଉଛି ପ୍ରଥମେ। ଆଉ ଦିନ ବେଳେ ବି ଯଦି ଆପଣ ଶୋଉଛନ୍ତି, ହେଲା? ଯୋଉ 1, 2ଟା, 3ଟା ବେଳେ ଖାଇସାରିକି ବି ଶୋଉଛନ୍ତି, ତାହେଲେ ବି ଆପଣଙ୍କର କଫ ଦୋଷ ଆପଣଙ୍କ ଶରୀରରେ ହେବ। ବୁଝିପାରିଲେ? ଡିଷ୍ଟର୍ବାନ୍ସ ହବ ଆପଣଙ୍କ କଫରେ। ଆପଣ ଯୋଉ କହୁଛନ୍ତି ଯେ ଆଜ୍ଞା ଆମର କଫ ପ୍ରଡକ୍ଟ ଖାଉଛନ୍ତି, କିନ୍ତୁ ଆପଣଙ୍କର ରେଜଲ୍ଟ ଆସୁନାହିଁ। କଣ ପାଇଁ? ଯେ ସେ ଲୋକ ଲେଟରେ ସକାଳେ ଉଠୁଥିବ, ନହେଲେ ଦିନ ବେଳେ ସେ ଶୋଉଥିବ। ତ ଆପଣଙ୍କର ଲେଟ୍ ମାନେ ଯୋଉ ମର୍ଣ୍ଣିଂରେ ଲେଟରେ ଆପଣ ଉଠୁଛି। ବୁଝିପାରିଲେ କି? ତାହେଲେ କଫ ବଡିରେ କ୍ରିଏଟ ହବ। ବୁଝିପାରିଲେ କି ନାହିଁ? କଫ କେମିତି କ୍ରିଏଟ ହଉଛି? କଫ ଦୋଷ କଣ ପାଇଁ ହୁଏ? ତା ସହିତ ଅଧିକ ଯଦି ଆପଣ ମିଠା ଜିନିଷ ଖାଆନ୍ତୁ,
କିନ୍ତୁ ଅଧିକ ଏକ୍ସେସ୍ ଯଦି ମିଠା ଜିନିଷ ଖାଉଛନ୍ତି, ତାହେଲେ ମାନେ ଆପଣଙ୍କର ମିଠା ଜିନିଷ କହିଲେ କଣ? କ୍ଷୀର ଜାତୀୟ ପଦାର୍ଥ। ଯଦି ଅଧିକ ଖାଉଛନ୍ତି, ମାନେ ଚିନି ହେଲା କିମ୍ବା ଆପଣଙ୍କର ଅ ଯେମିତିକି କ୍ଷୀର କିମ୍ବା ଆପଣଙ୍କର ମାନେ ମିଠା ଯୋଉ ଆପଣଙ୍କର ରସଗୋଲା ହେଲା, ମାନେ କ୍ଷୀର ଜାତୀୟ ପଦାର୍ଥ, ମାନେ ଲହୁଣୀ ହେଲା, ଏସବୁ ଜିନିଷ ଖାଇଲେ ଆପଣଙ୍କର କଫ ହବ। ଘିଅରେ ନୁହଁ, ହେଲା? ତ ତା ସହିତ ଯଦି ଆପଣଙ୍କର ଖାଇବା, ହେଲା କି ନାଇଁ? ଖାଇବା ମାନେ ବାର ଆପଣ ଖାଉଛନ୍ତି। ମାନେ ଭୋକ ନାହିଁ ତଥାପି ଆପଣ ଖାଉଛନ୍ତି। ଭୋକ ହେଇନି ତଥାପି ଆପଣ ଖାଉଛନ୍ତି। ଖାଇଛନ୍ତି ହଜମ ହେଇନି ତା ଉପରେ ଆପଣଙ୍କର ଅଧିକ ଆହୁରି ଖାଉଛନ୍ତି। ତାହେଲେ ଆପଣଙ୍କ କଫ ତିଆରି ହେବ। ଅଧିକ ପାଣି ପିଉଛନ୍ତି। ଶୋଷ ମାଡ଼ିନାହିଁ କିନ୍ତୁ ଆପଣ ପାଣି ପିଉଛନ୍ତି। ବାର ଆପଣଙ୍କର ମାନେ ଶୋଷ ଲାଗିଲେ ପାଣି ପିଉଛନ୍ତି ଠିକ୍ ଅଛି। କିନ୍ତୁ ପାଣି ଶୋଷ ଲାଗିନାହିଁ କିନ୍ତୁ ତାପରେ ବି ଆପଣ ଅଧିକ ପାଣି ପିଉଛନ୍ତି। ତାହେଲେ ଥଣ୍ଡା ପାଣି ପିଉଛନ୍ତି, ହେଲା କି ନାହିଁ? ବିଶେଷ କରି ଥଣ୍ଡା ପାଣି। ଯଦି ବେଶୀରୁ ବେଶୀ ଆପଣ କୋଲ୍ଡ ଡ୍ରିଙ୍କ କରୁଛନ୍ତି, ଥଣ୍ଡା ପାଣି ପିଉଛନ୍ତି, ତାହେଲେ କଫ ଆପଣଙ୍କର ସୃଷ୍ଟି ହେଇଥାଏ। ତାପରେ ଯଦି ଅଧିକ ପରିମାଣରେ ଆପଣଙ୍କର ଲୁଣ ଜିନିଷ, ଆପଣଙ୍କର ସଲ୍ଟ ବା ଆପଣ ଥଣ୍ଡା ଜିନିଷ ଆପଣ ଖାଉଛନ୍ତି, ସେଥିରେ ମଧ୍ୟ ଆପଣଙ୍କର କଫ ଡିଷ୍ଟର୍ବାନ୍ସ ହେଇଥାଏ। ତା ସହିତ ଆମେ ଯିବା ପିତ୍ତ। ପିତ୍ତ ଆମ ଶରୀରରେ କଣ କାମ କରେ? ଆଉ ପିତ୍ତ ଦୋଷ କେମିତି ଆମ ଶରୀରରେ ତିଆରି ହେଇଥାଏ? ପିତ୍ତ କଣ ନା ଆମର ଡାଇଜେସନ ସିଷ୍ଟମ, ଯୋଉ ହଜମ ଶକ୍ତି, ହେଲା, ମେଟାବଲିଜିମ, ହେଲା କି ନାଇଁ? ଯୋଉଟାକି ଖାଦ୍ୟକୁ ମାନେ ପ୍ରତ୍ୟେକ ବଡିରେ ନେଇକି ପହଞ୍ଚେଇବା, ଡାଇଜେଷ୍ଟ ମାନେ ଠିକ ଭାବରେ ଇଏ କରିବା, ପଚେଇବା, ହେଲା। ତା ସହିତ ଆପଣଙ୍କର ବଡିର ହରମୋନକୁ ଠିକ ଠାକ ସେ ବାଲାନ୍ସରେ ରଖିବା, ହେଲା କି ନାଇଁ? ତା ସହିତ ଆପଣଙ୍କର ଆଉ କଣ କାମ କରେ? ଆମର ବଡିରେ ଆବଜର୍ପସନ, ମାନେ ଯୋଉ ଆମେ ଖାଦ୍ୟ ଖାଉଛେ, ଭିଟାମିନ, ପ୍ରୋଟିନ, ଆମେ କିଛି କୁହନ୍ତି ଯେ ଯେତେ ଖାଇଲେ ବି ଆଜ୍ଞା ମୋଟା ହଉନି, ଦେହ ଲାଗୁନାହିଁ, ପତଳା ହିଁ ରହୁଛି। ମାନେ ଖାଦ୍ୟଟା ଆପଣଙ୍କ ବଡିରେ ଆପଣଙ୍କର ମିଶି ପାରୁନାହିଁ, ବୁଝିପାରିଲେ? ଏମିତି ବହୁତ କିଛି ଅଛି। ତ ଇଏ ହଉଛି ଆପଣଙ୍କର ପିତ୍ତ ଦୋଷ। ମାନେ ପିତ୍ତ ସିଏ ଆପଣଙ୍କ ବଡିକୁ ଏସବୁ କଣ୍ଟ୍ରୋଲ କରେ। ପିତ୍ତ ଦୋଷ ଆପଣ ଡିସବାଲାନ୍ସ କେତେବେଳେ ହୁଏ? ଯଦି ଅଧିକ ସ୍ପାଇସି ପ୍ରଡକ୍ଟ, ମାନେ ସ୍ପାଇସି ଜିନିଷ, ମସଲା ଜିନିଷ ଯଦି ଅଧିକ ଖାଉଛନ୍ତି, ତାହେଲେ ଆପଣଙ୍କର ପିତ୍ତ ଦୋଷ ଡିଷ୍ଟର୍ବାନ୍ସ ହେବାର ଚାନ୍ସ ଅଛି। ଖରାରେ ଯଦି ଆପଣଙ୍କର ଅଧିକ ସମୟ କାମ କରୁଛନ୍ତି, ଯୋଉମାନେ ଖରାରେ ମାନେ ଅଧିକ ସମୟ କାମ କରନ୍ତି, ତାଙ୍କର ବି ପିତ୍ତ ଡିଷ୍ଟର୍ବାନ୍ସ ହେଇଥାଏ। ବୁଝିପାରିଲେ କି? ସକାଳେ ଖରା ଆମେ ନେବା ଠିକ୍ ଅଛି, କିନ୍ତୁ ଦିନଭର ଯୋଉମାନେ ଅଧିକ ଖରାରେ କାମ କରନ୍ତି, ଏକ୍ସେସ୍ ଖରା, ମାନେ ଟିକେ ଅଧେ ଖରାରେ କାମ କଲେ କିଛି ନାହିଁ। କିନ୍ତୁ ଏକ୍ସେସ୍ ଯଦି ଆପଣ ଖରାରେ କାମ କରିବେ, ତାହେଲେ ପିତ୍ତ ଦୋଷ ବଢିଥାଏ। କଣ ପାଇଁ? ନା ଆପଣଙ୍କ ପେଟ ଗରମ ରୁହେ, ତାଙ୍କ ବଡିର ଜଳୀୟ ଅଂଶ କମିଯାଏ, ଯୋଉଥିପାଇଁ କି ଆପଣଙ୍କର ତାଙ୍କର ପେଟ ଗରମ ହେଇକିରି ପିତ୍ତ ଦୋଷ ଡିସବାଲାନ୍ସ ହୁଏ ବା ଡିଷ୍ଟର୍ବାନ୍ସ ହେଇଥାଏ। ରାଇଟ୍? ତାପରେ ଆମେ ଯିବା ବାତ। ବାତ କହିଲେ ଆମର ବାୟୁ, ରାଇଟ୍? ଇଏ କଣ ଆମ ବଡିରେ କଣ୍ଟ୍ରୋଲ କରିଥାଏ? ଆମ ମାଇଣ୍ଡକୁ କଣ୍ଟ୍ରୋଲ କରିଥାଏ, ଆମ ନିଶ୍ୱାସ ପ୍ରଶ୍ୱାସକୁ ଠିକ ରହେ, ଆମ ବ୍ଲଡ ସାର୍କୁଲେସନ, ଯୋଉ ବ୍ଲଡ ଫ୍ଲୋ ହଉଛି, ତାକୁ ଠିକ ଠାକ, ଆମର ଯୋଉ ହାର୍ଟ, ଆମର ଯୋଉ ମାନେ ଆମର ହାର୍ଟ ଅଛି, ତାକୁ ଠିକ ଭାବରେ ସିଏ ଫଙ୍କସନ କରିଥାଏ, ହେଲା। ନର୍ଭ ସିଷ୍ଟମ, ଯୋଉ ଆମର ପଲ୍ସ ଅଛି, ଆମର ଯୋଉ ଯୋଉ ମାନେ ନାଡି ଆମେ ଧରି ଦେଖୁଛେ, ଆମର ଠିକ ଠାକ ସେ ପଲ୍ସ ଚାଲୁଛି କି ନାଇଁ, ହେଲା କି ନାଇଁ? ବ୍ଲଡରେ ଆପଣଙ୍କର ଯୋଉ ବ୍ଲଡ ଫ୍ଲୋ ସେ ମାନେ ଶିରା ପ୍ରଶିରାକୁ ଠିକ ଭାବରେ ସେ ସନ୍ତୁଳିତ କରୁଛି, ମାନେ ବାଲାନ୍ସରେ ରଖୁଛି। ତା ସହିତ ଆମ ବଡିରୁ ମଇଳା ଜିନିଷକୁ ବାହାର କରିବାରେ, ଯୋଉ ଝାଡା ପରିସ୍ରା ହେଲା, ଏସବୁ ବାହାରେଇବାରେ, ଝାଳ ବାହାରେଇବାରେ ବାୟୁର ତାର ଏଥିରେ ତାର ମାନେ ସିଏ ସାହାଯ୍ୟ କରିଥାଏ, ହେଲା କି ନାଇଁ? ତା ସହିତ ଆମେ ଯିବା ଯେ ବାତ ଦୋଷ ଡିଷ୍ଟର୍ବାନ୍ସ କେମିତି ହୁଏ? ବାତ ଦୋଷ କେମିତି ଆମ ଶରୀରରେ ତିଆରି ହୁଏ? ତାହେଲେ ଯଦି ଇଟିଂ ଏଗେନ୍ ଟୁ ସେନି ଆଫ୍ଟର ମିଲ୍। ହଁ, ତ ବାତ ଦୋଷ ଆପଣଙ୍କର ଯେତେବେଳେ ବାର ଆମେ ଏଠି ବି ବାତ ଦୋଷ କହୁଛି, ବାର ଯଦି ଆମେ ଖାଇବା, ମାନେ ଯଦି ଆପଣ ଖାଦ୍ୟ ହଜମ ହେଇନି ତା ଉପରେ ବି ଆପଣ ବାର ଖାଦ୍ୟ ଖାଉଛନ୍ତି,
ତାହେଲେ ଖାଦ୍ୟଟା କଣ ହଜମ ହୁଏନି, ପଚେ। ପଚିଲେ ସିଏ କଣ ହବ, ଗ୍ୟାସ ସୃଷ୍ଟି ହବ। ବୁଝିପାରିଲେ କି ନାହିଁ? ଖାଦ୍ୟଟା ହଜମ ହେଇଗଲେ ଠିକ ଅଛି, କିନ୍ତୁ ଆପଣ ନିଜେ କୁହନ୍ତୁ, ମାନେ ଯୋଉଠିକି ଆପଣଙ୍କର ଥରେ ଏଇନା ଖାଇଛନ୍ତି, ଅଧଘଣ୍ଟା ହେଇନା ଆଉ ଥରେ ଜୋରସେ ଖାଇବେ, ହେଲା କି ନାହିଁ? ମାନେ ବାର ବାର ଅଧିକ ଖାଇବେ, ଯେତିକି ଦରକାର ନାହିଁ ତାଠୁ ଅଧିକ ଯଦି ଆପଣ ଖାଉଛନ୍ତି, ତାହେଲେ ସେ ଖାଦ୍ୟଟା କଣ ହୁଏ, ହଜମ ହେଇପାରେ ନାହିଁ, ସିଏ ହଉଛି ପଚିଯାଏ। ପଚେ କଣ ପାଇଁ? ଯେମିତିକି ସିମ୍ପଲି ଆପଣ କହିବେ ଯେ ନିଆଁଟା ଆମର ଅଧିକ ପ୍ରେସର ଯଦି ହେଲା ନା, ତାହେଲେ ନିଆଁଟା ନିଭିଯିବ। ବୁଝିପାରିଲେ? ତ ସେଇ ଭଳିଆ ଜିନିଷ। ତ ମାନେ ତେଣୁକରି ଅଧିକ ବାର ବାର ଖାଆନ୍ତୁ ନାହିଁ। ଯେତେବେଳେ ଭୋକ ଲାଗିବ ସେତେବେଳେ ହିଁ ଆପଣଙ୍କର ଖାଆନ୍ତୁ। ହେଁ। ଆଉ ଲେଟ୍ ନାଇଟରେ ବି ଯଦି ଆପଣମାନେ ଖାଉଛନ୍ତି, ତାହେଲେ ବି ଆପଣଙ୍କର ବାତ ଦୋଷ ଆପଣଙ୍କର ତିଆରି ହେଇଥାଏ। ବୁଝିପାରିଲେ? ହଁ। ଆଜି ଆମେ ବର୍ତ୍ତମାନ ଆମର ଆୟୁର୍ବେଦିକରେ ବର୍ତ୍ତମାନ ଆଜି ଏତିକି ଆମେ ଆଲୋଚନା କରିବା। ନେକ୍ସଟ ଆଉ କିଛି ଜିନିଷ ଯୋଉଟା କି ଆଉ କିଛି ବି ଆମ ଶରୀରରେ ଦରକାର ଅଛି, ସେ ସବୁ ଜିନିଷ ଉପରେ ଆଉ ଆୟୁର୍ବେଦିକ ଉପରେ କାଲି ଆଉ ଥରେ ଯେତେବେଳେ ସେସନ ହବ, ୟାକୁ ରିପିଟ ହବ, ଆଉ ଟିକେ ଏକ୍ସଟ୍ରା ଆପଣମାନେ ଜାଣିବେ। ତ ବର୍ତ୍ତମାନ ଆମେ ଯିବା ପ୍ରଡକ୍ଟ ଉପରେ। ତ ଆମର ଯୋଉ ପ୍ରଡକ୍ଟ ଅଛି, ପ୍ରଥମ ପ୍ରଡକ୍ଟ ହଉଛି ଇମ୍ୟୁନୋଡକ୍। ଆଚ୍ଛା, ଇମ୍ୟୁନୋଡକ୍ ୟାର କାମ କଣ? ୟାର କାମ ହଉଛି ବଡିରେ ଇମ୍ୟୁନିଟି ସୃଷ୍ଟି କରିବା, ମାନେ ବଡିର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା। ତା ସହିତ ଇଏ ଆଉ କଣ କଣ କାମରେ ଲାଗେ? ଆପଣ ଡାଇଜେସନ ସିଷ୍ଟମକୁ ଠିକ ଠାକ ସେ କରିଥାଏ। ଆପଣ ଶ୍ୱାସ ପ୍ରୋବ୍ଲେମ ଯଦି ଅଛି, ନିଶ୍ୱାସ ପ୍ରଶ୍ୱାସରେ ପ୍ରୋବ୍ଲେମ ଅଛି, କଫ ଦୋଷ ଅଛି, ତାହେଲେ ଆପଣ କଫ ସବୁବେଳେ କ୍ଲିୟର ହଉନି, କଫ ରହିଯାଉଛି, ତାହେଲେ ସେ କେସରେ ମାନେ ଆସ୍ଥମା ପେସେଣ୍ଟ ପାଇଁ ବହୁତ ହି ବେଟର ଆପଣଙ୍କର କାମ କରିଥାଏ। ତା ସହିତ ଆଉ କଣ କାମ କରେ? ଯଦି ଆପଣଙ୍କର ବ୍ଲିଡିଂ ପ୍ରୋବ୍ଲେମ ଅଛି ବା ଆପଣଙ୍କର ଅର୍ଶ ରୋଗ ଅଛି, ତାହେଲେ ସେଥିରେ ଆପଣଙ୍କ କାମ କରେ। ତା ସହିତ ଆହୁରି ବହୁତ ସାରା ରୋଗରେ ଆପଣଙ୍କର କାମ କରେ, ଯେମିତି ବ୍ଲଡକୁ ଠିକ ଠାକ ସେ ବ୍ଲଡ ପ୍ୟୁରିଫାଇ କରିବାରେ, ହେଲା କି ନାହିଁ? ତାପରେ ଆପଣଙ୍କୁ ଏନର୍ଜି ଦେବା ପାଇଁ, ଠିକ ଅଛି, ଆପଣଙ୍କ ବଡିରେ କୌଣସି ସେଲ ଯଦି ଡ୍ୟାମେଜ ଅଛନ୍ତି, ସେଲକୁ ରିପେୟାର କରିବା ପାଇଁ, ଏମିତି ବହୁତ କିଛି ଆପଣଙ୍କର ସିଏ କାମ କରିଥାଏ। ଯେମିତିକି ଯୋଉମାନଙ୍କର ଆପଣଙ୍କର ୱିକନେସ୍ ରହୁଛି, ସେମାନେ ବି ଆପଣଙ୍କର ୟାକୁ ବ୍ୟବହାର କରିବେ। ଥଣ୍ଡା ଦୋଷ ଯୋଉମାନଙ୍କର ଅଛି, ସେମାନେ ବି ଆପଣଙ୍କର ୟାକୁ ବ୍ୟବହାର କରିପାରିବେ। ବୁଝିପାରିଲେ କି ନାହିଁ? ତ ମୁଁ ଜଲ୍ଦି ଜଲ୍ଦି କହିଦଉଛି କି ନା ଲେଖି ହଉଛି? ଲେଖି ହଉଛି କି ନାଇଁ? ନା ଆଉ ଟିକେ ସ୍ଲୋରେ କହିବି? କିଛି ପ୍ରୋବ୍ଲେମ ନାହିଁ। ଆମକୁ ପ୍ରଡକ୍ଟ ସେସନ ଡେଲି ଚାଲିବାର ଅଛି, ଆପଣମାନେ ନଲେଜ ନେବାର ଅଛି। ଯଦି ଲେଖି ପାରୁନାହାନ୍ତି, ତାହେଲେ ଆଉ ଥରେ ମୁଁ ରିପିଟ କରୁଛି, ଆଉ ଥରେ ଧୀରେ ଧୀରେ କହୁଛି। ଆପଣମାନେ ପ୍ରତ୍ୟେକ ଜିନିଷକୁ ଡିପଲି ଆପଣ ଜାଣନ୍ତୁ। ତ ଇମ୍ୟୁନୋଡକ୍ ଆପଣଙ୍କର ବିଶେଷଲି କଣ କଣ କାମ କରେ? ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଇଏ ସାହାଯ୍ୟ କରିଥାଏ, ମାନେ ଇମ୍ୟୁନିଟି ପାୱାରକୁ ବୁଷ୍ଟ କରିଥାଏ। ଠିକ ଅଛି। ଆଉ କଣ କାମ କରେ? ନା ବଡିକୁ ସର୍ଭିସିଂ କରିବା, ବଡିରୁ ଡିଟକ୍ସିଫିକେସନ, ମାନେ ଆପଣଙ୍କ ବଡିରୁ ମଇଳା ବାହାର କରିବାରେ ଇଏ ସାହାଯ୍ୟ କରିଥାଏ। ଠିକ ଅଛି। ତା ସହିତ ଆଉ କଣ କାମ କରେ? ବଡିକୁ ଆପଣ ଯେହେତୁ ଇମ୍ୟୁନିଟି ପାୱାରକୁ ବୃଦ୍ଧି କରୁଛି, ଆପଣଙ୍କର ଯେକୌଣସି ଇନଫେକ୍ସନ ହେଲା, ଭାଇରାଲ ଫିଭର ହେଲା କି ନାହିଁ, ଭାଇରାଲ ଆଟାକ ହେଲା, ହେଁ, ଆଣ୍ଟିଭାଇରାଲ ଫିଭର ହଉଛି, ଜ୍ୱର ହଉଛି, ବ୍ୟାକ୍ଟେରିଆ ଆଟାକ ହଉଛି, ସେ ସବୁରୁ ମଧ୍ୟ ଇଏ ଆପଣଙ୍କୁ କଣ କରେ? ନା ସୁରକ୍ଷା ଦେଇଥାଏ। ଠିକ ଅଛି। ତା ସହିତ ଆଉ କଣ? ଆମର ଯୋଉ ଏସିଡ ଗ୍ୟାଷ୍ଟ୍ରିକ, ଆପଣଙ୍କର ଯୋଉମାନଙ୍କର ଏସିଡ ରହୁଛି, ଗ୍ୟାସ ରହୁଛି, ତାକୁ ଠିକ କରିବାରେ ଇଏ ଆପଣଙ୍କର ସାହାଯ୍ୟ କରିଥାଏ। ଯୋଉମାନଙ୍କୁ କନଷ୍ଟିପେସନ ହଉଛି, ଝାଡା ଠିକ ଠାକ ସେ ହଉନାହିଁ, କ୍ଲିୟର ହଉନାହିଁ, ହେଲା, ଝାଡାର ସମସ୍ୟା ରହୁଛି, ତାକୁ ବି କନଷ୍ଟିପେସନକୁ ବି ଠିକ କରିଥାଏ। ତା ସହିତ କଣ? ନା ଯୋଉମାନଙ୍କର ଶ୍ୱାସ ରିଲେଟେଡ ପ୍ରୋବ୍ଲେମ ଅଛି, ମାନେ ଆସ୍ଥମା ହେଲା, ମାନେ ସାହା ରୋଗ ହଉଛି, ସେ ସବୁ କେସରେ ଆପଣଙ୍କର ଇଏ ସାହାଯ୍ୟ କରିଥାଏ ଠିକ କରିବାରେ, ବା ଆପଣଙ୍କର ତାକୁ ଭଲ କରିବାରେ କାମରେ ଇଏ ଦେଇଥାଏ। ତା ସହିତ କଣ? ନା ଯେହେତୁ ଇଏ ଆସ୍ଥମା ରୋଗରେ କାମ କରୁଛି,
ତାହେଲେ ଆହୁରି ବି ବହୁତ ସାରା କାମ କରେ। କଣ ନା ଆପଣ ଥଣ୍ଡା ଦୋଷ ଯୋଉମାନଙ୍କର ଆ, ଆ, ଇସନଫୁଲିଆ ଦୋଷ ଅଛି ସେ ସବୁରେ ଆପଣଙ୍କର ସେ କାମ କରିବ। ତା ସହିତ ଇଏ ବ୍ଲଡରେ ଆପଣଙ୍କର ବ୍ଲଡକୁ ପ୍ୟୁରିଫାଇ କରିବାରେ ସେ ସାହାଯ୍ୟ କରୁଛି। ତା ସହିତ ଯୋଉମାନଙ୍କ ଅର୍ଶ ରୋଗ ଅଛି ଯେହେତୁ ଡାଇଜେସନ ସିଷ୍ଟମକୁ ଠିକ କରୁଛି ତ ଅର୍ଶ ଯୋଉମାନଙ୍କର ଅଛି ଅର୍ଶ କେସରେ ବି ୟାକୁ ଆପଣ ଯଦି ଦଉଛନ୍ତି ତାହେଲେ ବି ସେମାନେ ବି ଏଥିରୁ ଲାଭବାନ ମାନେ ଫାଇଦା ପାଇପାରିବେ। ବୁଝିପାରିଲେ କି ନାହିଁ? ତ ଏମିତି ବହୁତ ସାରା ଇଏ ଇମ୍ୟୁନୋଡକ୍ ସବୁ ରୋଗ ପାଇଁ ଆପଣ ଦେଇପାରିବେ। କେବଳ ଆମର ଏସ୍ଲିପିଓସରେ କୁହାଯାଉଛି ଯେ ଡାଇବେଟିସ୍ ପେସେଣ୍ଟକୁ ଦେବେ ନାହିଁ। କଣ ପାଇଁ ନା ଏଥିରେ ଆପଣଙ୍କର ସେଉ ରସ ରହୁଛି। ବୁଝିପାରିଲେ କି ନାହିଁ? ସେଥିପାଇଁ ଡାଇବେଟିସ୍ ପେସେଣ୍ଟ ବା କିଡନୀ ପେସେଣ୍ଟକୁ ଆପଣଙ୍କର ଦେବା ପାଇଁ ମନା କରୁଛି। ଆଉ ସବୁ ରୋଗୀକୁ ଆପଣଙ୍କର ଦେଇପାରିବେ। ରାଇଟ୍? ତ ଆମେ କାହିଁକି ସମସ୍ତଙ୍କୁ ରେକମେଣ୍ଡ କରିପାରିବା ବହୁତ ସାରା ରୋଗରେ ଆପଣ 300 350 400 ରୋଗରେ ଇଏ କାମ କାହିଁକି କରୁଛି? କାରଣ ଏଠି ଯୋଉ ଜଡିବୁଟି ଅଛି କଣ ଅଛି ଏଥିରେ? ନା ଏଥିରେ ଅଛି ଆଲୋଭେରା ଅଛି, ତ୍ରିଫଳା ଅଛି, କୁକୁମ ଅଛି, ତୁଳସୀ ଅଛି, ଜିଞ୍ଜର ଅଛି, ଗିଲୋଇ ଅଛି, ଅଶ୍ୱଗନ୍ଧା ଅଛି, ପୁନର୍ନଭା ଅଛି, ମୁଲାଠି ଅଛି, ଆଉ ପୁଲର ଏକ୍ସଟ୍ରାକ୍ଟ ଅଛି। ଏଇ ସବୁ ଯୋଉ ଜଡିବୁଟି ଅଛି ଇଏ ଆପଣଙ୍କର କଣ ନା କଣ ଫାଇଦା କରୁଛି? ଇଏ ଆପଣଙ୍କୁ କଣ ଫାଇଦା କରୁଛି ଏଠି ଦେଖନ୍ତୁ। ଯେହେତୁ ଇଏ ଆଲୋଭେରା, ତ୍ରିଫଳା ଆଉ ପୁନର୍ନଭା ଇଏ କଣ କରେ ନା ଆମର ଡାଇଜେସନ ସିଷ୍ଟମଟାକୁ ଠିକ କରିଥାଏ। ବୁଝିପାରିଲେ? ଧ୍ୟାନ ସେ ଲେଖନ୍ତୁ ଏଥିରେ ଯୋଉ କମ୍ପୋଜିସନ ଅଛି ଆଲୋଭେରା, ତ୍ରିଫଳା ଆଉ ପୁନର୍ନଭା। ଆଲୋଭେରା, ତ୍ରିଫଳା, ପୁନର୍ନଭା ଇଏ ଆପଣଙ୍କର ଡାଇଜେସନ ସିଷ୍ଟମକୁ ଇମ୍ପ୍ରୁଭ କରିବାରେ ସାହାଯ୍ୟ କରିଥାଏ। ଏଠି ଯୋଉ ଆପଣଙ୍କର ମୁଲାଠି ଅଛି, ମୁଲାଠି ଆପଣଙ୍କୁ କଣ କରୁଛି? ମୁଲାଠି ଯୋଉ ଅଛି ଆପଣଙ୍କର ତୁଳସୀ ଯୋଉ ଅଛି ଆଉ ଜିଞ୍ଜର କଣ ଅଛି ଏଥିରେ? ଆପଣଙ୍କର ତୁଳସୀ ହେଲା, ତୁଳସୀ ଅଛି, ଅଦା ଯୋଉଟା ଜିଞ୍ଜର ମାନେ କଣ ଅଦା ହେଲା, ଅଦା ଆଉ ମୁଲାଠି ଯୋଉ ଇଏ ଅଛି ଇଏ କୋଉଥିପାଇଁ କାମ କରେ? ଆମର ରେସ୍ପିରେଟରୀ ସିଷ୍ଟମ ମାନେ ନିଶ୍ୱାସ ପ୍ରଶ୍ୱାସ ରେ ମାନେ ଯୋଉଥିପାଇଁ କି ଶ୍ୱାସ ପେସେଣ୍ଟରେ ଇଏ ବହୁତ ବଢିଆ କାମ କରେ। ତା ସହିତ ଇଏ କଣ ମାନେ କଫ ଯୋଉ ଆପଣ ରହୁଛି ତାକୁ ଆପଣ ଠିକ ରେସ୍ପିରେଟରୀ ମାନେ ଆମ ନିଶ୍ୱାସ ପ୍ରଶ୍ୱାସ ଯାହା ବି ପ୍ରୋବ୍ଲେମ ରହିଲା, କଫର ପ୍ରୋବ୍ଲେମ ରହୁଛି ବା ଆପଣ ଥଣ୍ଡା ଦୋଷ ଆପଣ ଥଣ୍ଡା ଦୋଷ କେମିତି ବଢେ ନା ମାନେ କଫ କେତେବେଳେ ବଢେ? ଯେତେବେଳେ ଥଣ୍ଡା ଦୋଷ ବଢୁଛି। ବୁଝିପାରିଲେ? ତ ରେସ୍ପିରେଟରୀ ନିଶ୍ୱାସ ପ୍ରଶ୍ୱାସ ଆମର ଯୋଉ ଅଛି ତାକୁ ଇଏ ଷ୍ଟ୍ରଙ୍ଗ କରୁଛି। କଣ ପାଇଁ? ନା ଏଠିରେ ଅଛି ତୁଳସୀ ଅଛି, ଅଦା ଅଛି ଆଉ ମୁଲାଠି ଅଛି। ରାଇଟ? ତାପରେ ଆଉ କଣ ନା ଏଥିରେ ଆପଣଙ୍କର ଅଶ୍ୱଗନ୍ଧା ଅଛି। ଅଶ୍ୱଗନ୍ଧା କଣ କରେ? ଇଏ ହଉଛି ମେଣ୍ଟାଲ ଆଉ ଫିଜିକାଲ ଷ୍ଟ୍ରେଂଥ ଆମର ଯୋଉ ଆମ କାମ କରିବା ପାଇଁ ଫିଜିକାଲ ଷ୍ଟ୍ରେଂଥ ଆମକୁ ଦରକାର, ବଡିରେ ଷ୍ଟ୍ରେଂଥ ଦରକାର। ସେ ଷ୍ଟ୍ରେଂଥକୁ ଆପଣଙ୍କ ଅଶ୍ୱଗନ୍ଧା ଦେଇଥାଏ। ଫିଜିକାଲି ଆପଣଙ୍କୁ ବଡିରେ ଷ୍ଟ୍ରେଂଥ ଦବ। ତା ସହିତ ଆପଣଙ୍କର ମାଇଣ୍ଡକୁ ବି କଣ ଷ୍ଟ୍ରେଂଥ ଦରକାର, ତାକୁ ବି ପାୱାର ଦରକାର। ବୁଝିପାରିଲେ କି? ମୁଣ୍ଡକୁ ବି ଠିକ ଠାକ ସେ କାମ କରିବା ପାଇଁ ମେଣ୍ଟାଲ ଫଙ୍କସନକୁ ବା ବ୍ରେନ ଫଙ୍କସନକୁ ହେଲା ମୁଣ୍ଡକୁ ଠିକ ଭାବରେ କାମ କରିବା ପାଇଁ ବ୍ରେନକୁ ବ୍ରେନ ମାନେ କଣ ମସ୍ତିଷ୍କକୁ ଠିକ ଭାବରେ କାମ କରିବା ପାଇଁ ଅଶ୍ୱଗନ୍ଧା ବହୁତ ହି କାମରେ ଦେଇଥାଏ। ଯୋଉଥିପାଇଁ କି ଆଉ ଗୋଟେ ଏବେ ମନେ ପଡିଗଲା, ଯୋଉଥିପାଇଁ କି କୁହାଯାଏ ବହୁତ ସାରା ଦେଖିବେ ଯୋଉମାନଙ୍କ ସ୍ତ୍ରୀ ଲୋକ ବା ପୁଅ ଲୋକମାନଙ୍କ ମୁଣ୍ଡ ବଥା ହଉଛି ତାଙ୍କୁ ବି ଯଦି ବହୁତ ଦିନର ହେଲା ମୁଣ୍ଡ ବଥା ହଉଛି ଯଦି ଇମ୍ୟୁନୋଡକ୍ ଦଉଛନ୍ତି ସେଥିରେ ବି ରେଜଲ୍ଟ ଆସୁଛି। କହୁଛନ୍ତି ନା ଜଣେ ସାର୍ ମୁଁ ତ ଇମ୍ୟୁନୋଡକ୍ ଖାଉଥିଲି କିନ୍ତୁ ମୋର ମୁଣ୍ଡ ବଥା ଠିକ ହେଇଗଲା। କଣ ପାଇଁ? ନା ଏଥିରେ ଅଶ୍ୱଗନ୍ଧା ଅଛି। ତ ଅଶ୍ୱଗନ୍ଧା ରେ କଣ କରେ? ବ୍ରେନ ଫଙ୍କସନକୁ ଠିକ କରିଥାଏ। ଯୋଉଥିରେ ମୁଣ୍ଡ ବଥା ବି ଆପଣଙ୍କର ଠିକ ହେଇଯାଏ। ଜଣେ କୁହନ୍ତି ଆଜ୍ଞା ରାତିରେ ନିଦ ହଉନି, କୁହନ୍ତି ନା ରାତିରେ ସାର୍ ନିଦ ହଉନି, ମୁଁ ନା ଇମ୍ୟୁନୋଡକ୍ ଖାଇଲା ପରେ ନା ମତେ ଭଲ ନିଦ ହଉଛି। କଣ ପାଇଁ? ନା ଅଶ୍ୱଗନ୍ଧା ଏଥିରେ ଅଛି। ବୁଝିପାରୁଛନ୍ତି ନା? ରେଜଲ୍ଟ କୋଉଥିପାଇଁ କଣ ଜିନିଷଟା ଆପଣଙ୍କୁ କୋଉ ରେଜଲ୍ଟ ଆସୁଛି କେମିତି ଆସୁଛି ବୁଝିପାରୁଛନ୍ତି ନା?
ତା ସହିତ ଆପଣଙ୍କର ଏଥିରେ କଣ ଅଛି ଗିଲୋୟ ହେଲା। ଗିଲୋୟ ଗୋଟେ ଏମିତି ଜିନିଷ ଅଛି ଯୋଉଟାକି ଆପଣ ବହୁତ ଦିନରୁ ଯଦି ଜ୍ୱର ଅଛି ଲାଗିକି ରହିଛି, ଭାଇରାଲ ଫିଭର ଅଛି ହେଲା, ଜ୍ୱର ବାର ବା ମ୍ୟାଲେରିଆ ବି ଯଦି ହଉଛି ବାର ମ୍ୟାଲେରିଆ ହଉଛି ହେଲା କି ନାଇଁ, ତାହେଲେ ଆପଣଙ୍କର ଗିଲୋୟ ସବୁଠୁ ବେଷ୍ଟ ଆପଣଙ୍କର କଣ କରେ ନା ଜ୍ୱରକୁ ଭଲ କରିବା ପାଇଁ, ମାନେ ଆମର ଆୟୁର୍ବେଦିକରେ କୁହାଯାଉଛି ଇଏ ହଉଛି ଗୋଟେ ପାରାସିଟାମଲ ଭଳିଆ ଆପଣଙ୍କ ଗିଲୋୟ କାମ କରିଥାଏ। ଯୋଉଥିପାଇଁ କି ଯୋଉମାନଙ୍କର ଥଣ୍ଡା ଦୋଷ ଅଛି, ଯୋଉମାନଙ୍କର ଇସନଫୁଲିଆ ଦୋଷ ଅଛି, ରାଇଟ୍? ସବୁବେଳେ ଶୀତୁଆ ଲାଗୁଛି, ପାଣିରେ ଢାଳି ହେଲେ ବଡି ଥଣ୍ଡା ଚେଙ୍କ ଚେଙ୍କ ଲାଗୁଛି। ତ ସେ କେସରେ ବି ସେମାନେ କହିବେ ଆଜ୍ଞା ମୁଁ ନା ଇମ୍ୟୁନୋଡକ୍ ଖାଇଲା ପରେ ନା ଗାଧେଇ ପାରୁନଥିଲି, ମୋର ଥଣ୍ଡା ପାଣିଟା ଚେଙ୍କ ଚେଙ୍କ ଲାଗୁଥିଲା। କିନ୍ତୁ ଏଇନା ନା ଗାଧେଇ ପାରୁଛି। କଣ ପାଇଁ? ନା ଏଥିରେ ଗିଲୋୟ ଅଛି। ତ ତାର ଫାଇଦା ସେମାନେ ପାଆନ୍ତି। ତା ସହିତ ଯୋଉମାନଙ୍କ ଇଏ କଣ ସ୍କିନ୍ ରିଲେଟେଡ୍ ପ୍ରୋବ୍ଲେମରେ ବି କାମ କରେ। ଏଲର୍ଜି ଅଛି, ସ୍କିନ୍ ପ୍ରୋବ୍ଲେମ୍ ଅଛି, କୁଣ୍ଡେଇ ହଉଛି, ଦାଦୁ କାଛୁ କୁଣ୍ଡିଆରେ ଏଲର୍ଜିରେ ବି ଇଏ ଆପଣଙ୍କର କାମ କରେ। କଣ ପାଇଁ ନା ଗିଲୋୟ ହଉଛି ଗୋଟେ ଆଣ୍ଟିବ୍ୟାକ୍ଟେରିଆଲ ଫଙ୍ଗାଲ ଆପଣଙ୍କର ଏଥିରେ ଏଲିମେଣ୍ଟସ ଅଛି। ରାଇଟ୍? ତା ସହିତ ଗିଲୋୟ ହଉଛି ୟାର ଗୁଣ ହଉଛି ଇଏ ହଉଛି କଣ ନା ଆପଣଙ୍କର ଗରମ ସ୍ୱଭାବର, ଯୋଉଥିପାଇଁ ଆସ୍ଥମା ମାନେ କଫକୁ ମେଲ୍ଟ କରିବାରେ ବି ଇଏ ସାହାଯ୍ୟ କରିଥାଏ, ଯୋଉଥିପାଇଁ ଆସ୍ଥମା ପାଇଁ ବି ଇଏ ବେଟର ଆପଣଙ୍କ କାମ କରେ। ରାଇଟ୍? ତାପରେ ଏଥିରେ ହଉଛି କୋକୁମ୍ ଅଛି, କୋକୁମ୍ ଫ୍ରୁଟ୍ ଅଛି, ଯୋଉଠିକି ଆପଣ ସାଇଟ୍ରିକ୍ ଏସିଡ୍ ଯୋଉ ଆପଣଙ୍କର ଆମ ବଡିକୁ ଦରକାର ହେଲା କି ନାଇଁ, ଏଁ ଯୋଉଟାକି ଆମର କୋଲେଷ୍ଟ୍ରଲକୁ ମେଲ୍ଟ କରିବା ସାଇଟ୍ରିକ୍ ଏସିଡ୍ କଣ କରେ ନା ଆମ ବଡିରେ ଯୋଉ ବେଡ୍ କୋଲେଷ୍ଟ୍ରଲ ଅଛି, ଜଣେ କୁହନ୍ତି ମୋର ନା ବହୁତ ମୋଟା ଥିଲି ଇମ୍ୟୁନୋଡକ୍ ଖାଇକରି ନା ମୋର ଠିକ ହେଇଗଲା। ମୋର କୋଲେଷ୍ଟ୍ରଲ ଥିଲା ଇମ୍ୟୁନୋଡକ୍ ଖାଇକି ଠିକ ହେଇଗଲା। କୋଉଥିପାଇଁ ଠିକ ହଉଛି ନା ଏଥିରେ କୋକମ୍ ଅଛି, ଯୋଉଥିରେ କି କୋଲେଷ୍ଟ୍ରଲକୁ ବି ମେଲ୍ଟ କରିବାରେ ସାହାଯ୍ୟ କରେ। ଯୋଉଟା କି ଆମେ କଣ କହୁଛୁ ବଡିକୁ ବଡିରୁ ମଇଳା ଜିନିଷ ବି ଏ ବାହାର କରିବାରେ ସାହାଯ୍ୟ କରିଥାଏ। ମାନେ ଖରାପ ଜିନିଷକୁ ବଡିରୁ ମଇଳା ଜିନିଷକୁ ବି ମଧ୍ୟ ଇଏ ସାହାଯ୍ୟ କରିଥାଏ। ଏଥିରେ ଆପୁଲର ଏକ୍ସଟ୍ରାକ୍ଟ ଅଛି ହେଲା କି ନାଇଁ, ମାନେ ଯୋଉଟା କି ଆପଣଙ୍କର ସେଉ ରସ ଅଛି। ସେଉ ରସ କଣ କରେ ଇଏ ଆପଣଙ୍କର ବହୁତ କାମରେ ଇଏ କାମ ଆମର କରିଥାଏ। କଣ ନା ଇଏ ହଉଛି ଆମର ବଡିରେ ବ୍ରେନ୍ ଯୋଉ ଅଛି ବ୍ରେନକୁ ରିପେୟାର କରିବାରେ ସାହାଯ୍ୟ କରିଥାଏ। ତା ସହିତ ଏଥିରେ ଭିଟାମିନ ସି ବହୁତ ପରିମାଣ ଥାଏ। ଭିଟାମିନ ସି କଣ ନା ଆମର ଇମ୍ୟୁନିଟି ପାୱାରକୁ ଯେତେବେଳେ କରୋନା ହେଇଥିଲା କଣ କହୁଥିଲେ ଭିଟାମିନ ସି ଯୁକ୍ତ ଖାଦ୍ୟ ଖାଆନ୍ତୁ, ଭିଟାମିନ ସି ଟାବଲେଟ ଖାଆନ୍ତୁ। କହୁଥିଲେ ନା ଓମେଗା ଖାଆନ୍ତୁ। ଓମେଗା କଣ ପାଇଁ? ସେ ଓମେଗାରେ ଭିଟାମିନ ସି ଥାଏ। ସେଇଭଳିଆ ଆପୁଲରେ ମଧ୍ୟ ପ୍ରଚୁର ପରିମାଣରେ ଭିଟାମିନ ସି ଥାଏ, ଯୋଉଟା କି ଆପଣଙ୍କର ଇମ୍ୟୁନିଟିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ରାଇଟ୍? ତ ବୁଝିପାରିଲେ? ଏତିକି ଜିନିଷ ଯଦି ଆପଣଙ୍କ ପାଖରେ ନଲେଜ ଅଛି, ମତେ କୁହନ୍ତୁ ଏତିକି ଜିନିଷ ଯଦି ଆପଣ ଗୋଟେ ଲୋକକୁ ବୁଝେଇ ପାରିବେ, ଆପଣ ଜଣକୁ କହିଲେ ସେ ରାଜି ହଉନି ପ୍ରଡକ୍ଟ ନେବା ପାଇଁ, ପଇସା ଦେବା ପାଇଁ ରାଜି ହଉନି, ଭାଇ ତାକୁ ପ୍ରଡକ୍ଟର ଡିଟେଲ୍ସ ଜିନିଷ ଆପଣଙ୍କ ଜଡିବୁଟି ବିଷୟରେ ତାକୁ ବୁଝାନ୍ତୁ ନା। ତାହେଲେ ସେ ପ୍ରଡକ୍ଟ ନେବ ନା ନାହିଁ। ସେ ଦେଖିଦବ ଭାଇରେ ୟାର ଏତେ ନଲେଜ ଅଛି, ପ୍ରଡକ୍ଟଟା ଏତେ ବେଟର କାମ କରୁଛି, ଏଇ ଜିନିଷ ମିଶୁଛି। ହେଁ, ବୁଝିପାରୁଛନ୍ତି? ହେଁ, ଟ୍ରେନିଂ କେମିତି ଲାଗୁଛି? ପ୍ରଡକ୍ଟ ଟ୍ରେନିଂ କେମିତି ଲାଗୁଛି? ହ୍ୟାଲୋ, ପ୍ରଡକ୍ଟ ଟ୍ରେନିଂ କେମିତି ଲାଗୁଛି? ଭଲ ଲାଗୁଛି? କାଲିଠୁ ଆହୁରି ବି ଟିମରେ ଯୋଉମାନେ ଅଛନ୍ତି ତାଙ୍କୁ ଡାକିବା। ଯୋଉମାନେ ଆପଣ ପେସେଣ୍ଟ ଅଛନ୍ତି ତାଙ୍କୁ ବି ଡାକନ୍ତୁ। ପେସେଣ୍ଟ ବି ଜାଣିବା ଦରକାର। ଯେତେ ବି ପେସେଣ୍ଟ ଅଛନ୍ତି ନା ତାଙ୍କୁ ଯାଆନ୍ତୁ ଜୁମ୍ ଆପଣଙ୍କର ଇନଷ୍ଟଲ କରାନ୍ତୁ। ଜୁମ୍ ଇନଷ୍ଟଲ କରାନ୍ତୁ, ଫ୍ରି କନଫରେନ୍ସ ବି ଇନଷ୍ଟଲ କରାନ୍ତୁ। କୌଣସି କାରଣବଶତଃ ଜୁମ୍‌ରେ ଯଦି ପ୍ରୋବ୍ଲେମ ହେଲା ଫ୍ରି କନଫରେନ୍ସରେ ଟ୍ରେନିଂ କରା, ନହେଲେ ଜୁମ୍‌ରେ ଟ୍ରେନିଂ କରା। ହଁ, ଜୁମ୍‌ରେ ଆସିବା ପାଇଁ ହେଲେ ମ୍ୟୁଟ୍ ଅନମ୍ୟୁଟ୍ କେମିତି ହୁଆଯାଏ ସେଟା ଆପଣଙ୍କ ଜୁମ୍‌ରେ ସେଟା ତାଙ୍କୁ ଦେଖେଇବେ, ଶିଖେଇବେ। ନହେଲେ ଆସିବେ ସେମାନେ କିନ୍ତୁ କିଛି ଶୁଣି ପାରିବେନି। ସେଠି ଗୋଟେ ଅପସନ ଆସେ ହେଲା କି ନାଇଁ, ଏଇଠି ଆପଣଙ୍କର ଯୋଉଟା କି
गोटे माइक्रोफोन रे गोटे ऑप्शन आसे सेठी डाटा सेलुलर टाकू ऑप्शन टाकू चूज कले जेकरी आपनको वॉइस क्लियर आसीबो नहले आपनकर वॉइस आपनको पाखु पहुंची परिबो नै आमे ट्रेनिंग देले भी बुझी पाले कि नहीं। तो पेसेंट मानकु नेइकरी जदि आसिबे सेमने भी जिनसटाकू जानिकरी बुझी पारबे जे ए प्रोडक्टटा और सेमने जो माने अलगा लोक भी जो माने आपन टीम रे आछंती एतकी डीपली जेतबे तांको बुझेई दिया जीवन ना सेमने निजे ही कहबे जे अच्छा एते बढ़िया प्रोडक्टटा मु निजे ऑर्डर करिकरी प्रोडक्ट नै कि आसिबे तले बिजनेस बढ़िबो कि नै आज्ञा बिजनेस बढ़िबो ना। हां तेणु करी कालीटू पुणी थरे ଆପଣ ଅଧିକରୁ ଅଧିକ ସଂଖ୍ୟାରେ ଲୋକମାନଙ୍କୁ ନେଇକି ଆସନ୍ତୁ। ହେଲେ ସେମାନଙ୍କର କଣ ନଲେଜ୍ ବଢିବ, ସେମାନେ ରୋଗ କଣ ପାଇଁ ହେଉଛି, କେମିତି ହେଉଛି, ଆମେ ଠିକ୍ କେମିତି ହେବା, ସେସବୁ ଜିନିଷ ଜାଣିବେ। ବୁଝିପାରିଲେ କି ନାହିଁ? ତ ଆଜି ଆପଣଙ୍କର କାମ ହଉଛି ଦିନ ସାରା ଭିତରେ ଯିଏ ବି ପେସେଣ୍ଟ ଅଛନ୍ତି, ଯିଏ ବି ଆପଣଙ୍କ ଟିମ୍‌ରେ ଆପଣଙ୍କ ବର୍ତ୍ତମାନ ସୁଦ୍ଧା ଜଏନ୍ କରୁନାହାନ୍ତି, ତାକୁ 100% ଆପଣଙ୍କର ଟ୍ରେନିଂ ଆଟେଣ୍ଡ କରିବା ପାଇଁ କୁହନ୍ତୁ ପ୍ରଡକ୍ଟ ଟ୍ରେନିଂ। ରାଇଟ୍? ତ ଆଜି ପାଇଁ ଏତିକି। ଆଉ ଆପଣମାନେ କଣ ଶିଖିଲେ କଣ ନାହିଁ, ଆପଣମାନେ 30 ମିନିଟ୍ ବା 15-20 ମିନିଟ୍ ଆପଣ ଯାହା ବି ଆପଣଙ୍କ ପାଖରେ ସମୟ ଅଛି, ଆପଣମାନେ ରିଭ୍ୟୁ ଦିଅନ୍ତୁ, ହେଲା? ତାପରେ ଡେଲି ଆମେ କିଛି କିଛି ପ୍ରଡକ୍ଟ ଉପରେ ଆମେ ଆଲୋଚନା କରିବା। ଠିକ୍ ଅଛି? କାହିଁକି ନା ଗୋଟେ ଦିନରେ ଅଧିକ ହେଲେ ମନେ ରହିବ ନାହିଁ। ଧୀରେ ଧୀରେ ଆମେ ସ୍ପିଡ୍ ଅପ୍ କରିବା। ଧୀରେ ଧୀରେ ଆପଣଙ୍କର ଆମେ ଆମର ଧୀରେ ଧୀରେ ଆମେ ଡିପଲି ଯିବା। ଆଗେ ଅଳ୍ପ ଅଳ୍ପ ଯଦି ଶିଖି ଶିଖି ମନେ ରହିଯିବ, ତାପରେ ଧୀରେ ଧୀରେ ଆର ପ୍ରଡକ୍ଟ ଗୁଡାକ ଜଲ୍ଦି ଜଲ୍ଦି କହିଲେ ବି ଆମେ ଜାଣିପାରିବା। ଏଇ ଯୋଉ ଜଡିବୁଟି ହେଲା, ଚେରମୂଳି ହେଲା, କମ୍ପୋଜିସନ ହେଲା, ଇଏ ହଠାତ୍ ଆପଣଙ୍କ ପାଟିରେ ପଶିବ ନାହିଁ, ମନେ ବି ରହିବ ନାହିଁ। ହେଲା କି ନାହିଁ? ତ ଡେଲି ସେ ଜିନିଷକୁ ଆଲୋଚନା କରି ଧୀରେ ଧୀରେ କଣ ହବ ନା ଆମେ ଆଉ ଯୋଉ ଯାହା ବି ପ୍ରଡକ୍ଟ ଅଛି ସେଗୁଡାକର ବି ଆମେ ସେଇ ହିଁ ଜଡିବୁଟି ଅଛି, କୋଉଠିରେ ଅଲଗା ଅଛି, କୋଉଠିରେ ଗୋଟେ ଦୁଇଟା ଏପଟ ସେପଟ ଅଛି। କିନ୍ତୁ ଏସବୁ ଜିନିଷ ଜାଣିଗଲେ ଆମେ ସବୁ ଆୟୁର୍ବେଦିକ ପ୍ରଡକ୍ଟକୁ ଆମେ ଡେସ୍କ୍ରାଇବ୍ କରିପାରିବା। ଠିକ୍ ଅଛି? ଓକେ, ଥ୍ୟାଙ୍କ ୟୁ, ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ଶ୍ରୀପିୟସ, ଜୟ ଗୁରୁଦେବ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ବର୍ତ୍ତମାନ ଆପଣଙ୍କର ଧୀରେ ଧୀରେ ଦୁର୍ଗା ପୂଜା ପାଖକୁ ଆସୁଛି। ଆପଣମାନେ ସମସ୍ତେ ମାଙ୍କୁ ପୂଜା କରିବାରେ ସମସ୍ତେ ଆଗଭର ହଉଛନ୍ତି, ପୂଜା କରୁଛନ୍ତି, ମାନୁଛନ୍ତି। ତେଣୁକରି ଆଡଭାନ୍ସ ଆପଣଙ୍କୁ ଆଜି ତ ମୁଁ ଜାଣିନି ଷଷ୍ଠୀ କି ସପ୍ତମୀ କି ସପ୍ତମୀ ବୋଧେ ନା କଣ ନା ଷଷ୍ଠୀ, ସେଥିପାଇଁ ବି ଆପଣମାନଙ୍କୁ ବହୁତ ବହୁତ କଂଗ୍ରାଚୁଲେସନ। ଆପଣମାନେ ସମସ୍ତେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ବେଷ୍ଟ ଅଫ ଲକ୍। ଆଉ ଆଜିର ଦିନଟି ଆପଣମାନଙ୍କ ପାଇଁ ବେଟର ହଉ, ବେଷ୍ଟ ହଉ। ଅଲ୍ ଦ ବେଷ୍ଟ। ବି ହେଲ୍ଦି, ବି ହାପି, ବି ୱେଲ୍ଦି। ଥ୍ୟାଙ୍କ ୟୁ, ଧନ୍ୟବାଦ। थैंक यू सर, थैंक यू। आपको बहुत बहुत धन्यवाद आजिर सेशन देथिबारु। आ आजिर सेशन बहुत ही बढ़िया थिला। मते तो बहुत ही बढ़िया लगला। मु बहुत किछि शिखिबा पई पाइली, जोटा कि आमे बात पित्त कफ विषय रे जदि आमे जानु छंती ताहले सर कहिले जे आमे लोकमान को मध्य बुझेई परिबा। आ एटा निहाती भी जानिबा दरकार। आ जेमती सर कहिले जे हमरो आकाश पृथ्वी जल वायु अग्नि मिसिकी जेमती हमरो चालीसी दुनियाटा से भली आम शरीरटा मध्य सेई एका सेई जिनस रे ही चालीची। तो आमे पंचभूत रे चालीची, पंचभूत रे तयारी हेची। तो ताकू आमे जदि बालांस इनबालांस हे जाउची, बात पित्त दोष जहा कफ दोष रहउची इनबालांस हे जाउची, हेले सब एई रोग सब बाहरुची। जेमती कफ पई 28 टा रोग, पित्त थिले इनबालांस हेले मन करंतु 40 टा रोग, बात पई 80 रोग, एई भलिया सब जो रोग बाहरुची, आमे एई सब रोग विषय रे माने निहाती मध्य एई कफ बात पित्त एई सब विषय रे जानिबा दरकार। ता संगु सार इम्यूनोडॉक विषय रे बहुत बढ़िया जानकारी देले, जोटा कि हमको अजଣା थिला। एते सारा भी बेनिफिट दउछि बोली भी जଣା नाही। तो प्रत्येक जिनिस रो माने उपकार विषय रे मध्य बतई देले सर। तो मु भी तो बहुत सारा लेखिकिरी रखिछि। तो आपण माने कोन सब लेखिछंती बा नाही लेखिछंती मु जानि नाही, किंतु रिव्यू तो देवा पई पड़िबो। किछि भी जदि आपण जानि पारिथिबे, आज जानि छंती, ताहले आपण माने मेसेज बॉक्स रे जाई कि जणे जणे ना दियंतु, आउ रिव्यू दियंतु।
ना दियंतु प्लीज ना दियंतु समस्ते जणे जणे हेकी नहले मु जणे जणे की डाकिबी आपण ना दियंतु। तो वर्तमान मु देखिया पे पाउछि हमरो ब्रजमोहन त्रिया सर मेसेज करछंती तो आसंतु सर आ आपण आज कोन शिखिले सेशन रु कहंतु रिव्यू दियंतु सर आसंतु सर वेलकम। थैंक यू मैम आपण मते पास्ट वेलकम करथिबारु बहुत बहुत धन्यवाद। आज जो आम गुरुजी जहाँ भी हमको शिक्षा देले आयुर्वेदिक जो जिनस होउची से विषय रे हमको बहुत पुंखानुपुंखन भाव में हमको देले जे कहले कफ पित्त बात ए विषय रे बहुत किछि जेमति कि कफ 28 प्रकार बीमारी होता है एवं पित्त 40 प्रकार बीमारी बात 80 प्रकार बीमारी होता है। आमे जदि कफ किपरि होउची से विषय रे आमे कहिबा ताहले सकाळू लेट रे उठिबा दिन बेले अधिक सोहिबा एवं मिठा जातीय जिनिस अधिक खाइबा ए टाइप रो हमरो कफ दोष अधिक बढ़ी जाउची एवं पित्त अधिक खरारे जदि काम करिबा ठाए ठाए करारे ताहले मधो हमरो पित्त बढ़ी थाए। से भली हमरो बहुत किछि हमकु शिक्षा देले एवं इम्यूनोडक मध्यरे जो जिनस मो ऊपर नथिल नॉलेज नथिला से भी हमको नॉलेज देले जेमति कि डायबिटीज रोगी दे पारिबा नाही एवं श्वास रोग कफ आस्थमा जार ब्लीडिंग अधिक होची ताकू मध्य दे पारिबा। तो अधिक समय न नै कि एतिकी रे मो बाणी को विराम दउची। थैंक यू मैम। थैंक यू सर थैंक यू आपन रिव्यू बहुत बढ़िया आपण नोट मध्य करिसंती। तो वर्तमान डाकिबा हमर गुरुचरण सर को। तो गुरुचरण सर आसंतु आउ आपण रिव्यू रखंतु सर। थैंक यू मैडम। ऑल फाइटर्स प्यार भरा नमस्कार। तो आयुर्वेदिक कौन से विषय भी बहुत बढ़िया प्रांजल भाव में आमर गुरुजी मेंटर गुरुजी बहुत प्रांजल भाव में शिखे तेणु मु भी किछि नोट करिछि तो बेसिक्स किछि कहूनी एतिकी मु कहूछि। थैंक यू मैडम। थैंक यू सर थैंक यू आपण मध्य जहाँ भी हेले भी रिव्यू तो देइछंती सर सेतकी भी दरकार अछि आ हमें जहाँ नोट करछंती ताकू तो हमें पर पढ़ी की हम मन रखिबा आ काम रे लगेबा। तो वर्तमान हमर आसुचंती रिव्यू देबे नारायण सर। तो आसंतु सर रिव्यू दियंतु सर। थैंक यू मैम बहुत बहुत धन्यवाद। आज ये रिव्यू सेशन रे मते किछि कहिबार सुजोग दैथिबारु माई सेल्फ नारायण मारांडी प्रथम तो समस्त फाइटर भाई माननकु एवं गुरुजन माननकु शारदीय दुर्गा पूजा पाई अनेक अनेक अभिनंदन। एवं आज सेशन बाबद रे जदि मु कहिबी आज सेशन बहुत ही लाजवाब थिला एवं बहुत ही डीपली बहुत ही साधारण भाव में हमको गुरुजी जनइचंती। तेणुक गुरुजी को पुणी थे नमस्कार जनइबी और धन्यवाद देवी जे एपरी भाव में आम बहुत प्रांजल भाव में शिक्षा दौरान जे किपरि को कारण को लेकिन आम रोग होता है बात पित्त कफ को लेकिन कौ प्रकार रोग होता है केते प्रकार रोग होता है एवं एसबू को कंट्रोल करने आमको कौ जिनिस आमको सावधानता अवलंबन करने पड़ो एवं जो पंचभूत को लेकिन जो आमर रोग नियंत्रण होउची ता बाबद भी हमको बहुत सुंदर भाव में प्रांजल भाव में जनइचंती। एवं इम्यूनोडॉग गोटे प्रोडक्ट तो ये गोटे प्रोडक्ट बाबद रे आज बहुत ही प्रांजल भाव में बहुत ही डीपली हमको जनइचंती। हुए तो एमिति तो कौन सी प्रकार जिनस आज गोटे दिन रे हो पारुनी बहुत जिनस माने जानिबा आहरी बाकी अच्छी तेणुक गुरुजी ठारू एतिकी कामना करी जे आगु आमको बहुत सारा शिक्षा मिलो। तेणुक पुनर्बार समस्त को नमस्कार एवं गुरुजी को नमस्कार। थैंक यू मैम थैंक यू सो मच। थैंक यू सर
ଆପଣ ବହୁତ ବଢିଆ ଜିନିଷ କଥା ବି ମନେ ରଖିଛନ୍ତି। ଆପଣ ଭିଡିଓ ମଧ୍ୟ ଅନ୍ କରିକି ବି କହିପାରୁଛନ୍ତି, ତ ଆପଣଙ୍କୁ ପୁଣି ଥରେ ଧନ୍ୟବାଦ। ତ ବର୍ତ୍ତମାନ ମୁଁ ଡାକିବା ପାଇଁ ଚାହିଁବି ଆମର ବହୁତ ହି ମାନେ ଡାଇନାମିକ ଆମର ଲେଡି ଆମର ଚିନ୍ମୟୀ ରାଉତ ମ୍ୟାଡାମ। ସେ ସବୁବେଳେ ପ୍ରାୟ ସବୁଦିନ ଆସିକି ଆଉ ରିଭ୍ୟୁ ମଧ୍ୟ ଦେଇଥାନ୍ତି, ବହୁତ ସୁନ୍ଦର ରିଭ୍ୟୁ ଦେଇଥାନ୍ତି। ତ ୱେଲକମ୍ ମ୍ୟାଡାମ, ମୋଷ୍ଟ ୱେଲକମ୍, ଆସନ୍ତୁ ଆଉ ଆପଣ ରିଭ୍ୟୁ ରଖନ୍ତୁ। थैंक यू मैडम, बहुत बहुत धन्यवाद आपनकु आजिर सेशन में मते किछि कहबाकू सुजोग देथिबारु। सर्वप्रथमे मु आम कंपनीर सीओएमडी डॉक्टर संजीव कुमार सर को कोटि कोटि प्रणाम करुछि। तो सहित जेते सबु गुरु महागुरु अछंती समस्त को मोर हृदय भरा प्रणाम आ कोटि कोटि नमस्कार करुछि। आजिर सेशन में उपस्थित थिबा समस्त फाइटर बंधु मानकु मोर दिल रो धन्यवाद दउछि। आजिर ए शारदीय पूजा उपलक्षे समस्त जीवन रे सुख शांति आनंद भरी जाऊ, एतिकी मोर सेई जगत जननी मां को पाद तले इच्छा। आउ ता सहित आजिर जो सेशन थिला बहुत सुंदर, बहुत जबरदस्त। आमर से भावबिंदु सार को मध्य मो हृदय रु कोटि कोटि प्रणाम करुछि, काहेकि ना तांकर सेशन तो बहुत सुंदर आ बहुत जबरदस्त थाए। आज जेमिति आमर जो तीनोटी प्रोब्लेम विषय कहले, जहा कि आमर जो कफ बात पित्त ए तीनोटी प्रोब्लेम पई जदि तार बैलेंस ता जदि इनबैलेंस हे जाउछि, ताहाले हमकु सेटा प्रत्येक क्षेत्र रे रोग सृष्टि करूछि। जेमिति कि आमर कफ होछि 20 प्रकार रोग सृष्टि करूछि, बात बात आमर 40 प्रकार, आउ पित्त आमर 40 प्रकार, आ बात होछि आमर 80 प्रकार रोग सृष्टि करिथाए। आउ एमिति कि आमर जेमिति कि इम्यूनोडक विषय रे सारे जेमिति कहिले, आमर इम्यूनोडक रो काम माने केते सुंदर भाबे आज मु एते सब विषय जानि नथिली जे इम्यूनोडक रो एते माने एते बढ़िया काम अछि, जहा कि बहुत नुआ नुआ जिनिस भी मते आज सिखिबा को मिलिला। तारे गोटिए प्रोडक्ट रो एते क्वालिटी अछि, आउ एते हम खाली केवल जानिथिले जे एते तार काम सब अछि, किंतु आज ताको केमिति तार कोन जिनिस कोन काम रे लागुछि बा कोन जिनिस पई हमर कोन रोग ठीक हे पारुछि, सेटा बहुत पुंखा भाबे रे हमकु बुझेइचंती। सेथि पई तांको मु हृदय रु कोटि कोटि प्रणाम करूछि। आउ सब दिन जदि हमकु एमिति गोटे गोटे प्रोडक्ट नो नॉलेज मिले, ताहले निहाती आमे एटा फील्ड रे इंप्लीमेंट करि परिबु। तो सहित हम जदि लोकन को भलो से बुझेइ परिबु, ताहले सेमाने मध्ये हमर प्रोडक्ट जो आमे लोकन को देई पारु नाहंती बा सेमाने न बुझिबा कारण रु आमे तांको कोनोसी प्रकार बुझेइ न परिबारु आज सेमानकु आमे प्रोडक्ट देई पारु नाहंती, ताहले आमे सेठी देई मध्ये परिबु। आ बहुत सुंदर लागिला मते आज रे सेशन, सेति पई मु सार को पुणी थरे कोटि कोटि प्रणाम करूछि। आ पुणी थरे समस्त फाइटर बंधु मानकु दिल रु धन्यवाद दउछि। आ आज रे सेशन रे मते किछि कहिबार सुजोग देथिबारु मैडम मु आपनकु बहुत बहुत धन्यवाद दउछि। आ आपनकर होस्टिंग मध्ये बहुत जबरदस्त आ बहुत लाजवाब होछि, सेति पई आपनकु बहुत बहुत धन्यवाद। आ एति कहि मु मोर वक्तव्य शेष करूछि। जय जगन्नाथ, जय आश्लीप्रिया, जय गुरुदेव। थैंक यू मैम, थैंक यू। आपनकर रिव्यू तो बहुत बढ़िया थिला मैम, आउ बहुत सुंदर भी आपण मने भी रखिछंती, लेखिछंती मध्ये डायरी रे। तो पुणी आउ थरे आपनकु देवकी धन्यवाद। मैडम, हेलो। आज्ञा हाँ, सर। देवकी मैडम टिके मु इंटरव्यू करिया पे चाहूछि। सेशन सरला परे जो हमर गेस्ट जे रहउछन्ते ना, ताको आगो डाकिबे, बुझि पाले कि नहीं? तो आगो आपण आज्ञा प्रफुल्ल सर को डाकंतु, तापर जो माने ना दउछन्ती तांको रिव्यू रे नै नबे। ठीक अछि? ओके। आज्ञा मु से जानि पा देखि पारली नै ना तो अछंती बोली मते नाइ लागला से नै, तो सर शॉर्ट ना रे अछन्ती, डॉक्टर पीके बेहरा रे अछन्ती हला। आज्ञा आज्ञा। तो सर पीके बेहरा गुरुजी सर आपण आसंतु, मोस्ट वेलकम सर, आपण आसंतु। आउ आजिर जो सेशन देले हमर भवबिंदु गुरुजी, तो से विषय रे किछि आपनकर बाणी रखंतु सर। मोस्ट वेलकम सर। थैंक यू देवकी मैम। आज सेशन अटेंड करथिया समस्त फाइटर को नमस्कार। तो आज जो सेशन हैला बहुत ही बेहतरीन एवं लाजवाब थिला, एवं बहुत प्रांचल भाव में सार बुझेइछंती जे बात पित्त कफ जनित आमर कौन समस्या होउछि, आउ शरीर रे आमर की प्रकार रोग सृष्टि करूछि, आउ से विषय रे बहुत आपनकर डीपली डिस्क्राइब करछन से। तो एई जिनिस को जदि आमे मने रखिबा आ प्रतिदिन याकू आमे प्रैक्टिस करिबा, ताहले आमे पेशेंट मान को पाखकु जतेबेले जाउछंती आउ पेशेंट को आमे बुझौछंती, ताहले पेशेंट रो मध्ये हृदबोध हबो कि ना ये जानी छंती, याकर बहुत सारा ज्ञान अछि। ताहले न नौथुबा लोक भी आपन को पाखरु प्रोडक्ट मागी की नेबे। तो ए सब ऊपर जो सार कहले एवं हमर प्रतिदिन जो आमे प्रयास जारी रखिछु
जे आपण मानकु आमे किछि ना किछि शिक्षा दबु तो आपण माने भी चाहिबा दरकार किछि शिखिया पई जदि आपण माने चाहिबे किछि शिखिया पई ताहले मो कहिया कथा जे संख्या तो हमर बहुत कम होउची आउ संख्या केमिति बढ़ा जाऊ आपण माने जो मानकु जॉइन करैछंती से मानकु निश्चित रूपे एठाकू आणंतु एवं तांकू जूम रे अटेंड करांतु जदि आपण माने तांकू अटेंड करौछंती एवं डेली ए जिंसटा तांकू प्रैक्टिस करै दउछंती ताहले से माने दिन को दिन तांकर अभ्यास रे परिणत हबो एवं से माने शिखि जिवे एवं शिखि गले आगो को से माने निश्चित भाबरे बढ़ी पारिबे तो एया ही थिला मोर बाणी तो समस्त को रिक्वेस्ट कि समस्ते प्रतिदिन संख्या बढ़ांतु बहु संख्या रे अटेंड करंतु एवं शिखंतु आगो को बढ़ंतु ओके थैंक यू देवकी मैम माइक को हैंड ओवर थैंक यू करंतु सर सेशन को आगो को बढ़ांतु थैंक यू सर थैंक यू आपण बहुत ही बढ़िया कथा कहछंती जे हमर पिला भी बहुत कम रहउछंती फाइटर संख्या तो आगु बढ़िबा मध्य निहाती दरकार जदि आमे समस्त चेष्टा करूछंती तो निहाती जदि जणे जणे भी आणुछंती तो डबल हे जिबा आगो दिन तो निहाती चेष्टा करबा दरकार तो वर्तमान मु डाकिया पई चाहिबी हमरो घनश्याम गुइया सर आपण आसंतु आउ आजिरो सेशन कोन हला आपण कोन सिखिले आपण रिव्यू रखंतु सर मोस्ट वेलकम हेलो समस्त को मोर कोटि कोटि प्रणाम एवं समस्त मोर गुरु गुरुजी एवं गुरुजी माँ माने समस्त को मोर प्रणाम एवं आमर गुरुजी संजीव कुमार सीईओ एमडी तांको मध्य कोटि कोटि प्रणाम आजिरो कॉन्फ्रेंस क्लास टा बहुत मस्त है एवं बहुत किछि शिखिबा को मिला मु जानी नथिली कप पित्त आउ बात ए जिनसटा मु आजिका दिन रे शिखिबा को पाइछि जा फल आम सामना रे किबा आम घर पाखरे गोटे पेशेंट किबा गोटे काश होउतिबो किबा तांकर तंडा रे पीड़ित होइतिबो ए जिनस ताको हमें सॉल्यूशन बा ताको किछि कहि परिबा जा फल रे कि आम कथा को बुझीबा फल रे हुए तो ए जिनस सीए नेवा पई निहाती आग्रह मन करिवे तो आमे जदी ए जिनस जानिबा नहीं तो घर पाखरे गोटे पेशेंट पड़िथिबो तो से सेमती ही पड़िथिबो तो से जिनसटा हमको जेहेतु जानिबा को मिलिछि आज तो निहाती भाबरे समस्ते ए जिनसटा फॉलो करिवे एवं हम परिवार पाखरे जेते भी पेशेंट किबा साधारण लोक मानकू जदी तंडा काश इना तंडा सीजन पहुंची गलानी तो घरे घरे ए जिनसटा देखिबा को मिलिबो एति पई तो समस्ते सचेतन हेबा एवं निज परिवार को मध्य सुस्थ एवं ए जो कप पित्त वात ए रोगरु आमे समस्त को सुरक्षा देवा एवं निज को भी सुरक्षा देवा तापरे इम्यूनिटी डॉग तो आज गुटे ए प्रोडक्ट एटा होचे पास्ट प्रोडक्ट तो ए प्रोडक्ट विषय रे तो मोर नॉलेज नथिला लेकिन आज गोटे प्रोडक्ट रो दिवेंद्र सर हमको नॉलेज देइचंती सेटा सबटु बहुत खुशी लागुची आगो को मध्य एमती दिन को दिन सब प्रोडक्ट रो हमको नॉलेज दे चलंतु आमे अचीव करबा एवं समस्त समस्त हमारो डाउन लाइन जो अचंती से मानको मध्य डाकिबा एंड निज को मध्य ज्ञान अर्जन करबा तापरे नुआ नुआ पेशेंट को रोगी माननकु एई सब जणैबा तो एई सब जणैला मध्य रे से माने जदी हमरो नॉलेज को जानि पारुचंती ताहेले निश्चित भाबरे तांको देहर जदी प्रॉब्लम थिबो एई विटामिन के एई मेडिसिन रो ताहेले निश्चित भाबरे हमको हमरो नॉलेज को जानिबा फଳରେ से माने हमको कहिबे कि निश्चय भाबरे एई मेडिसिन ता से माने प्रयोग के यूज करबा भाई निश्चित हमको कहिबे कि मते गुटे दियंतु सर हाँ थैंक यू कि मोर एई सब लॉन्ग रिव्यू ने शॉर्ट रिव्यू दियंतु हैला
ଆଜ୍ଞା ସେତିକି ଥ୍ୟାଙ୍କ ୟୁ ଥାଉ। ସାର୍ ଥ୍ୟାଙ୍କ ୟୁ ବହୁତ ବହୁତ ଥ୍ୟାଙ୍କ ଧନ୍ୟବାଦ। ୟୁ। ହଁ ଗୀତା ଇଏ ଆମର କଣ ଦେବକୀ ମ୍ୟାଡାମ, ଆପଣ ଟିକେ ଆଜ୍ଞା ସାର୍ ଚେକ୍ କରିବେ, ଲଙ୍ଗ ରିଭ୍ୟୁ ନାହିଁ, ସର୍ଟ ରିଭ୍ୟୁ ସମସ୍ତଙ୍କର ରଖିବେ, ଠିକ ଅଛି? ସର୍ଟ ରିଭ୍ୟୁ ରଖିବେ, ଆଜ୍ଞା ଏ ହଉଛି କଥା। ଆଜ୍ଞା ସାର୍। ହୁଁ। ତ ସାର୍ ଯାହା ବି ରିଭ୍ୟୁ ଦେଲେ ବହୁତ ସୁନ୍ଦର ଥିଲା, କିନ୍ତୁ ସର୍ଟରେ ଦେଲେ ଆମେ ସମସ୍ତେ ଦେଇପାରିବା। ତ ଥ୍ୟାଙ୍କ ୟୁ ସାର୍, ଆପଣଙ୍କ ରିଭ୍ୟୁ ବହୁତ ସୁନ୍ଦର। ତ ବର୍ତ୍ତମାନ ଆମେ ଡାକିବା ଆମର ଆଉ ଜଣେ ଲେଡି ଫାଇଟର, ସେ ହଉଛନ୍ତି ବାଲି ସରେନ ମ୍ୟାମ୍। ତ ବାଲି ସରେନ ମ୍ୟାମ୍ ଆସନ୍ତୁ, ମୋଷ୍ଟ ୱେଲକମ୍, ଆଉ ରିଭ୍ୟୁ ଦିଅନ୍ତୁ ସାର୍ ମ୍ୟାମ୍। ଆଜିର ସକାଳ ସେସନରେ ଉପସ୍ଥିତ ଥିବା ସମସ୍ତ ଫାଇଟରଙ୍କୁ ମୋର ନମସ୍କାର ଏବଂ ଆଜିର ସେସନ ଧାରା ଯେ କି ଭବବିନ୍ଦୁ ଗୁରୁଜୀଙ୍କୁ ମୋର କୋଟି କୋଟି ପ୍ରଣାମ। ତା ସହିତ ସଞ୍ଜୀବ ସାରଙ୍କୁ ବି ମଧ୍ୟ କୋଟି କୋଟି ପ୍ରଣାମ। ଆଜିର ଯୋଉ ସେସନ ପ୍ରଡକ୍ଟ ସେସନ ଦେଲେ ସାର୍, ପ୍ରତ୍ୟେକ ଥର ବି ପ୍ରଡକ୍ଟ ସେସନ ଦିଅନ୍ତି ସାର୍, ବହୁତ ଲାଜବାବ ଦିଅନ୍ତି ଏବଂ ବହୁତ ସୁନ୍ଦର ଦିଅନ୍ତି। ତାଙ୍କର ସବୁ ପ୍ରଡକ୍ଟ ନଲେଜ କି ଅନ୍ୟ ନଲେଜ ସବୁ ମତେ ବହୁତ ବଢିଆ ଲାଗେ। ତ ସେଥିରୁ ମୁଁ ଆଜି କିଛି ନୋଟ କରିଛି ଏବଂ ଶିଖିବାକୁ ପାଇଛି। ସେଗୁଡିକ ହେଲା ଆମର ଯୋଉ ବାତ ପିତ୍ତ ଏବଂ କଫ ବିଷୟରେ କହିଲେ, ତା ସହିତ ଆମର ପ୍ରଡକ୍ଟ ଗୋଟେ କି ଇମ୍ନୋଡ ପ୍ରଡକ୍ଟ, ଯେ କି ଆମର ସବୁଠାରୁ ପ୍ରଥମ ପ୍ରଡକ୍ଟ ଆମ ବହୁତ ବଢିଆ ପ୍ରଡକ୍ଟ। ସେ ପ୍ରଡକ୍ଟ ବିଷୟରେ କହିବା ପାଇଁ ଚାହିଁବି, ଯାହାକି ସେଥିରେ ମିଶିଛି ଆମର ଆଲବିରା, ତ୍ରିଫଳା, ନନି, ଗିଲୟ, ଅଶ୍ୱଗନ୍ଧା, ତୁଳସୀ, ଅଦା ଏବଂ ଆପୁଲ ଏକ୍ସଟ୍ରା। ତା ସହିତ ଏହାର କାର୍ଯ୍ୟ ଗୁଡିକ ରହିଛି, ଯାହାକି ଏହି ପ୍ରଡକ୍ଟକୁ ଖାଇବା ଦ୍ୱାରା କଣ ଆମକୁ ଲାଭ ମିଳିଥାଏ। ତ ଏଇଟା ପ୍ରକୃତରେ ଖାଇଲେ କି ବ୍ୟବହାର କଲେ ଆମର ପ୍ରଥମତଃ ରୋଗ ପ୍ରତିରୋଧ ଶକ୍ତିକୁ ବଢେଇଥାଏ, ଯାହାକି ଆମର ଦେହରେ ନିହାତି ଦରକାର। ଯଦି ଏହି ରୋଗ ପ୍ରତିରୋଧ ଶକ୍ତି ନଥିବ, ତାହେଲେ ଆମେ ବିଭିନ୍ନ ରୋଗରେ ପୀଡିତ ହେବୁ। ତା ସହିତ ଏହି ପ୍ରଡକ୍ଟର ଯୋଉ କାମାଲ ଯୋଉ କରେ, ଥଣ୍ଡା ଖାସ ଯାହାର ଥିବ, ଥଣ୍ଡା ଖାସ, ଭାଇରାଲ ଏବଂ ଏଲାର୍ଜି ଟାଇପର ଏବଂ ଏହିପରି ବିଭିନ୍ନ ପ୍ରକାର ଶ୍ୱାସ, ଆସ୍ତାମା, ହଜମ ଶକ୍ତିକୁ ମଧ୍ୟ ବଢେଇଥାଏ ଏବଂ ବିଭିନ୍ନ ପ୍ରକାର ଯଦି ଛୋଟ ମୋଟ ଜ୍ୱର ଏଇଭଳି ଯୋଉ ଆସିଥାଏ, ସେଗୁଡାକୁ ଆମର ଠିକ କରିଥାଏ ଏବଂ ଶ୍ୱାସ ନଳୀକୁ ମଧ୍ୟ ପରିଷ୍କାର କରିଥାଏ ଏବଂ ଚର୍ବି, ଆମର ଯଦି ଅଧିକ ଚର୍ବି ଥିବ, ଚର୍ବିକୁ ବି ମଧ୍ୟ ହଟାଇଥାଏ। ତ ଏହିଭଳି ବିଭିନ୍ନ ପ୍ରକାର କାର୍ଯ୍ୟ ରହିଛି, ଯାହାକି ଆମର ଏହି ପ୍ରଡକ୍ଟ ହଉଛି ଆମର ଦମଦାର ଏବଂ ଜବରଦସ୍ତ ପ୍ରଡକ୍ଟ। ତ ଶେଷରେ ମୁଁ ଦେବକୀ ମ୍ୟାଡାମଙ୍କୁ ମୁଁ ଧନ୍ୟବାଦ ଦେବି, ଆଜି ମତେ ସେସନରେ ୱେଲକମ କରିଥିବାରୁ, ଆଉ ତାଙ୍କୁ ବହୁତ ବହୁତ ଧନ୍ୟବାଦ। ତ ଆଜିର ଶେଷରେ ମୁଁ ଏତିକି କହିବା ପାଇଁ ଚାହିଁବି, ଆଉ ନେକ୍ସଟ କିଏ ଚାନ୍ସ ଦେବା ପାଇଁ ଚାହିଁବା ଏବଂ ମୁଁ ଆଜିର ବିରାମ ନେଉଛି। ଥ୍ୟାଙ୍କ ୟୁ ମ୍ୟାମ୍। ଥ୍ୟାଙ୍କ ୟୁ ମ୍ୟାମ୍, ଥ୍ୟାଙ୍କ ୟୁ, ବହୁତ ବଢିଆ ରିଭ୍ୟୁ ଆପଣଙ୍କର। ତ ବର୍ତ୍ତମାନ ଆମେ ଡାକିବା ଘନଶ୍ୟାମ ମହାନ୍ତ ସାର୍ଙ୍କୁ। ତ ଘନଶ୍ୟାମ ସାର୍ ଆସନ୍ତୁ, ଆଉ ଆଜିକାର ରିଭ୍ୟୁ ଦିଅନ୍ତୁ ସାର୍। ସର୍ବପ୍ରଥମେ ମୁଁ ସମସ୍ତଙ୍କୁ ସକାଳର ଅଭିନନ୍ଦନ ଜଣାଉଛି। ମୋ ନାଁ ହେଉଛି ଘନଶ୍ୟାମ ମହାନ୍ତ। ମୁଁ ଡୁବୁରି କଳିଙ୍ଗନଗରର ବାସିନ୍ଦା। ଏଇ ନଲେଜ ଆଜିର ପ୍ରଡକ୍ଟ ସେସନ ଯାହା ମିଳିଲା, ସେଥିରୁ ମୋତେ ବହୁତ କିଛି ଇନଫର୍ମେସନ ମିଳିଲା। ଆଉ ମୁଁ ଆଶା କରୁଛୁ ଏଇ ଯଦି ପ୍ରଡକ୍ଟ ସେସନ କଣ୍ଟିନ୍ୟୁ ରହେ ଆଉ ଆମକୁ ଏଇ ଇନଫର୍ମେସନ ଠିକ ଠାକ ମିଳିଯାଏ, ନିଶ୍ଚିନ୍ତ ରୂପେ ଆମେ ବହୁତ ଆଗକୁ ଯାଇପାରିବା। କାହିଁକି ନା ଗୋଟାଏ କଥା, ନଲେଜ ଇଜ ଦ ପାୱାର। ଯଦି ଆମେ ପ୍ରଡକ୍ଟର ନଲେଜ ନେଇନେଲେ, ଆମେ ଯେକୌଣସି ସ୍ଥାନରେ ଯେକୌଣସି ଲୋକକୁ ଆମେ ଠିକ ରୂପେ ପ୍ରଡକ୍ଟକୁ ଆମର ଉପସ୍ଥାପନା କରି ତାକୁ ରୋଗମୁକ୍ତ କରିବା। ମୁଁ ଏତିକି କହି ବିରାମ ନେଉଛି। ଧନ୍ୟବାଦ। ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ। ଆପଣ ବହୁତ ସୁନ୍ଦର କଥା କହିଲେ ଯେ ପ୍ରଡକ୍ଟର ନଲେଜ ନେବା ମଧ୍ୟ ଆମକୁ ସମସ୍ତଙ୍କୁ ବି ଜାଣିବା ବି ଦରକାର ଅଛି। ଆମେ ଯଦି ଜାଣିପାରିବାନି, ଏ ବିଷୟରେ କିଛି ଜାଣିନାହାନ୍ତି, ତାହେଲେ ଆମେ ଦେଇ ମଧ୍ୟ ପାରିବା ନାହିଁ। ତ ବହୁତ ବଢିଆ କଥା ସାର୍। ତ ବର୍ତ୍ତମାନ ଡାକିବା ଆମର ଫାଇଟର ସୁନାରାମ ଦେବଗାମ। ତ ଆସନ୍ତୁ ସାର୍, ମୋଷ୍ଟ ୱେଲକମ୍, ଆଉ ରିଭ୍ୟୁ ରଖନ୍ତୁ ସାର୍। ନମସ୍କାର। ଆପଣ ମୋତେ ଆଜିକାର ସେସନରେ ରିଭ୍ୟୁ ସେସନରେ ମୋତେ ଇନଭାଇଟ୍ କରିଥିବାରୁ। ତ ଆଜିକାର ସେସନ ଯେଉଁଟାକି ଆମର ପ୍ରଥମ, ଯେଉଁଟାକି ଆମର ଭାବସନ୍ତୁ ସାର୍ ଆଜି ପ୍ରଥମେ ଆରମ୍ଭ କରିଛନ୍ତି
जोटा कि हमर प्रोडक्ट सेशन एथिरे जो प्रोडक्ट नॉलेज देबा पूर्व हमकु जो हमर आयुर्वेदिक कोन से विषय रे बुझेइले तन्न तन्न करे जोटा कि आयुर्वेद आयु एवं तार माने कोन हमर से वेद तार माने कोन से गुडा गोटे गोटे कर बुझेइले एवं हमर जो रोग होछि ताहा जोटा कि हमर आयुर्वेद द्वारा जो रोग संपूर्ण रूप रे मूल रूप रे हम से रोग को भलो हेई पारिबो जहा कि जो रोग ହେଇଥିବ जोटा कि हमर बात पित्त कफ ए ए दश भितर जदि रोग ହେଇଥାଏ ताहले हमर ए आयुर्वेदिक द्वारा हमर भलो हेई पारिबो तो सेई कथा को प्रांजल भाव रे बुझेइले एवं हमर शरीर किपर गठित होइछि बा केमिति तार कंपोजिशन बुझेइले तत्संगे तार आमे जदि जणकू प्रोडक्ट देउछु जेमति कि शीघ्र शीघ्र भलो होउछि ताहा ହେଲା ଯେମିତି କି ଯାହାର ଦୋଷ ଯଦି ଯାହାର ଗୋଟେ ଥିବ ତାହେଲେ ତାଙ୍କର ରୋଗ ଜଲ୍ଦି ଭଲ ହେଇଯିବ ଯଦି ତାର ଦୋଷ ଯଦି ଯେମିତି କି ବାତ କିମ୍ବା ଆମର ପିତ୍ତ ସହିତ ଯୋଡି ହେଇଥାଏ ତାହେଲେ ଟିକେ ଲେଟ୍ ହେଇପାରେ ସେଇ ପ୍ରକାରର ବୁଝେଇଲେ ଏବଂ ଆମର ଇମ୍ୟୁନ ବାବଦକୁ ବୁଝେଇଲେ ବହୁତ ବଢିଆ ଲାଗିଲା ସୁନ୍ଦର ଲାଗିଲା ଏବଂ ଏହାର ସମସ୍ତ ନଲେଜ କୁ ମୁଁ ଆଜିର ନୋଟ କରି ରଖିଛି ତ ଏତିକି କହି ମୁଁ ମୋ ବକ୍ତବ୍ୟ ଟିକେ ଶେଷ କରୁଛି ତ ଧନ୍ୟବାଦ ମ୍ୟାଡାମ ପୁଣି ଥରେ ମୁଁ ଆପଣଙ୍କୁ ହ୍ୟାଣ୍ଡ ଓଭର କରୁଛି थैंक यू सर थैंक यू आपण बहुत ही मने रखिछंती लेखिछंती मध्य और बहुत सुंदर कथा मध्य बात पित्त कप कप विषय आपण मध्य कहिले तो पुणी आपण को पुणी थरे धन्यवाद तो वर्तमान आमे डाकिबा आम पाखरे अछंती डायनामिक हमर लीडर बहुत ही जणे काबिल पर्सन तो से होचंती छोटराई मारांडी सर तो मोस्ट वेलकम मारांडी सर आपण आसंतु आ आज रिव्यू रखंतु वेलकम सर थैंक यू देवी बणी मैडम मते मणिषरे वेलकम करिथिबार बहुत बहुत धन्यवाद तो मो परिचय संक्षिप्त देवा पई चाहिबी माई सेल्फ छोटराय मरांडी रोचे ठाकुरमुंडार 4 किलोमीटर हम घर तो असली पिएसन लिमिटेड रो जन्मदाता सीएमडी डॉक्टर संजीव गुरुजी को कोटि कोटि नमन जितकी भी गुरुजी महागुरुजी छंती समस्त को नमस्कार एवं जितकी भी जॉइन करितबा जूम ट्रेनिंग रे समस्त को नमस्कार जणाउछि आज स्पेशली नमस्कार कोटि कोटि नमन करिया पई चाहिबी बंधु सर को तो बहुत सुंदर एवं पांजळ भाव रे हमको बुझेई छंती सेति मध्यरु आगरु जहा जानिथिली तो जोटा आम देह जदि असुस्थ हेबो ताहले आम जो प्रॉब्लम जोटा अछि पित्त कफ जदि प्रॉब्लम देखाए ताहले आम रोग होइଥାଏ बात सॉरी पित्त जदि गोटे रोग जदि आपनकर प्रॉब्लम हुए ताहले आम जो प्रोडक्ट बहुत शीघ्र काम करे आउ जदि आमर पित्त किंबा बात अधिक यदि मिसी करे थाए ताहले अधिक समय आम प्रोडक्ट काम करे आउ आपनकर कफ जो रोग हुए आम जो होछि कफर आप 20 प्रकार रोग हुए आउ पित्त होछि 40 प्रकार एवं बात होछि 80 प्रकार तो ए सबु रोग को ठीक करबा हमर जो प्रोडक्ट अछि व्यवहार करबा निश्चित ता सहित हमर जदि कफर प्रॉब्लम थाए ताहले कफ दोष जदि थाए ताहले हमको अधिक दिन जो लोक सुअंती ता सहित हमर पित्त जदि दोष थिबो ताहले आपनकर बहुत दिन समस्या देखा दिए ता सहित पेट जदि पित्त दोष थाए ताहले पेट गरम रुहे आउ ता सहित आपनकर हजम शक्ति भी कमी जाए आ बात दोष जो मानकर थाए ताहले बारंबार आपण खाद्य खाया पाई सब बड़े खाइबा द्वारा प्रॉब्लम हुए हजम हेले खाई परिबे तो कहबा को बहुत कहि हुए तो एतकी कहि रखुछि जय जगन्नाथ जय श्री जय भारत थैंक यू
ଓକେ Thank you, sir. ଯୋଉମାନେ ରହିଗଲେ ନେକ୍ସଟ ଆପଣ ରିଭ୍ୟୁ ନେବେ। ଆଜି ପାଇଁ ଏଠି ସେସନ ଏଣ୍ଡ କରନ୍ତୁ। ଆଉ ଗୋଟେ ଜିନିଷ ଆପଣଙ୍କର ଯୋଉମାନେ ହୋଷ୍ଟ ରହିବେ, ହୋଷ୍ଟ ରହୁଛି ଆପଣ ଦେଖିବେ ଯୋଉମାନଙ୍କୁ ଧରାଯାଉ ବର୍ତ୍ତମାନ ଏଇନା ଜଣଙ୍କୁ ପାର୍ଟିସିପେଟ ରିଭ୍ୟୁ ପାଇଁ ଡାକୁଛନ୍ତି, ଆପଣ ସାଙ୍ଗେ ସାଙ୍ଗେ ମ୍ୟୁଟରେ ରହିଯିବେ, ବୁଝିପାରିଲେ କି ନାହିଁ? ମ୍ୟୁଟରେ ରହିଯିବେ, ଆଉ ଥରେ ସେମାନେ ସାରିଲେ ଆପଣ ଅନମ୍ୟୁଟ ହେଇକିରି ଆସିବେ। ସେଇଟା ଆପଣ ଧ୍ୟାନ ଦେବେ ଯୋଉମାନେ କୋହୋଷ୍ଟରେ ରହୁଛନ୍ତି। ହଁ, ତ ଇଏ ହଉଛି କଥା। Thank ଥ୍ୟାଙ୍କ ୟୁ। ଆଜି ସେସନ ଏଣ୍ଡ କରନ୍ତୁ ମ୍ୟାଡ଼ାମ। Thank you, sir. ତ ଆଜି ତ ସମସ୍ତେ ରିଭ୍ୟୁ ଦେଇ ଦେଇଛନ୍ତି। ଆଉ ଆଜିର ସେସନ ବହୁତ ହି ବଢିଆ ଥିଲା। ପ୍ରଡକ୍ଟ ଟ୍ରେନିଂ ଆମେ ବହୁତ କିଛି ବି ଲେଖିଛନ୍ତି ସମସ୍ତେ, ଆଉ ସମସ୍ତେ ମଧ୍ୟ ସବୁଦିନ ଏସବୁ ମନେ ରଖିବା ବି ଦରକାର, ଜାଣିବା ଦରକାର, ତାହେଲେ ଯେ ଆମର ବିଜନେସ ରେ ଆମେ ଆଗକୁ ବଢି ପାରିବା। ତ ବର୍ତ୍ତମାନ ଚାଲିଛି ଦୁର୍ଗା ପୂଜା, ତ ଆପଣ ମାନେ ମଧ୍ୟ ଦୁର୍ଗା ପୂଜା ବୁଲିବା ପାଇଁ ଯାଆନ୍ତୁ, ଦେଖିବା ପାଇଁ ଯାଆନ୍ତୁ, ଆଉ ମା ଦୁର୍ଗାଙ୍କର ଆଶୀର୍ବାଦ ନେଇକି ମଧ୍ୟ ଆସନ୍ତୁ। ଆମେ କେମିତି ଆଗକୁ ବିଜନେସ ରେ ବଢିବା, ଆମର ପରିବାର କେମିତି ଭଲରେ ରହିବେ। ତ ସମସ୍ତଙ୍କୁ ମୁଁ ଯେତେ ବି ଫାଇଟର ଆଉ ଗୁରୁଜୀ ଅଛନ୍ତି ସମସ୍ତଙ୍କୁ ମୁଁ ନମସ୍କାର ଜଣାଉଛି। ତ ଜୟ ଜଗନ୍ନାଥ, ଜୟ AWPL। ଆଉ ବର୍ତ୍ତମାନ ମୁଁ ଶେଷରେ ମୁଁ ଗୋବିନ୍ଦ ସାର୍ ଙ୍କୁ କହିବି ସେ ସେସନକୁ ଏଣ୍ଡ କରିବେ, ବାଇଣ୍ଡ ଅପ୍ କରିବେ। ଥ୍ୟାଙ୍କ ୟୁ।